ମହାତ୍ମା ଗାନ୍ଧୀ ଏ ନାଁ ଶୁଣିଲେ ଆମ ସମସ୍ତଙ୍କ ମନକୁ ଜଣେ ମହାନ ବ୍ୟକ୍ତିଙ୍କ ଛବି ଆସେ। କିନ୍ତୁ ଆଜି ଆମେ ସେହି ମହାତ୍ମାଙ୍କ ପଛରେ ଥିବା ସେହି ଲାଜକୁଳା ପିଲାଟିର କଥା କହିବା, ଯାହାର ପିଲାଦିନ ହିଁ ତାକୁ ମହାତ୍ମା ହେବାର ବାଟ ଦେଖାଇଥିଲା। କିନ୍ତୁ କେବେ ଭାବିଛନ୍ତି ଏତେ ବଡ଼ ବଡ଼ ନେତା ଯେଉଁମାନେ ଦୁନିଆ ବଦଳେଇ ଦିଅନ୍ତି ସେମାନେ କେମିତି ତିଆରି ହୁଅନ୍ତି? କେଉଁଠୁ ଏହାର ଆରମ୍ଭ ହୁଏ? ବୋଧହୁଏ ଏହାର ଉତ୍ତର ସେମାନଙ୍କ ପିଲାଦିନରେ ହିଁ ଲୁଚି ରହିଥାଏ। ତେବେ ଚାଲନ୍ତୁ ଟିକେ ସମୟ ପଛକୁ ଯିବା। ଅକ୍ଟୋବର 2, 1869 ପୋରବନ୍ଦରର ଗୋଟେ ଛୋଟ ଘରକୁ। ଏ କାହାଣୀ ମହାତ୍ମାଙ୍କର ନୁହେଁ, ବରଂ ଜଣେ ଲାଜୁକୁଡ଼ା ପିଲା ମୋନିଆର, ଯାହାକୁ ତା ପରିବାର ଲୋକେ ଭଲ ପାଇଁ ଡାକୁଥିଲେ। ତେବେ ଚାଲନ୍ତୁ ପ୍ରଥମେ ତାଙ୍କ ପରିବାର ଆଉ ପରିବେଶ ବିଷୟରେ ଜାଣିବା, ଯେଉଁଟାକି କୁନି ମୋହନ ଦାସର ଚରିତ୍ରକୁ ଗଢ଼ିବାରେ ବହୁତ ବଡ଼ ଭୂମିକା ନେଇଥିଲା। କଥାଟା ହେଉଛି, ମୋହନ ଦାସଙ୍କ ଜନ୍ମ ଗୋଟେ ସାଧାରଣ ପରିବାରରେ ହୋଇନଥିଲା। ଏମିତି ଏକ ପରିବାର ଥିଲା ଯେଉଁଠି ପିଢ଼ି ପରେ ପିଢ଼ି ଲୋକେ ଜନସେବା ଆଉ ପ୍ରଶାସନରେ ଥିଲେ। ତାଙ୍କ ଜେଜେବାପା, ବାପା, ଏପରିକି ତାଙ୍କ କକା ବି ପୋରବନ୍ଦରର ଦେୱାନ ବା ପ୍ରଧାନମନ୍ତ୍ରୀ ଥିଲେ। ତେଣୁ ନୀତି ଆଉ ସିଦ୍ଧାନ୍ତ ତାଙ୍କ ରକ୍ତରେ ଥିଲା। ଆଉ ଏଇଟା ବହୁତ ମଜାଦାର କଥା। ଗୋଟେ ପଟେ ତାଙ୍କ ଜେଜେବାପା ଥିଲେ ଏକଦମ ସିଦ୍ଧାନ୍ତବାଦୀ ଆଉ ସାହସୀ, ଯିଏ ନିଜ ନୀତି ପାଇଁ କାହା ଆଗରେ ମୁଣ୍ଡ ନୁଆଉନଥିଲେ। ଆଉ ଅନ୍ୟପଟେ ତାଙ୍କ ବାପା, ଯାହାଙ୍କ ପାଖରେ ବେଶୀ ପାଠପଢ଼ା ନଥିଲା, କିନ୍ତୁ ପ୍ରଶାସନ ଚଳେଇବାରେ ସେ ଥିଲେ ଏକଦମ ମାହିର। ଏହି ସାହସ ଆଉ ବ୍ୟବହାରିକ ଜ୍ଞାନର ମିଶ୍ରଣ ହିଁ ମୋହନ ଦାସଙ୍କ ବ୍ୟକ୍ତିତ୍ୱରେ ଦେଖିବାକୁ ମିଳିଥିଲା। କିନ୍ତୁ ପରିବାରରେ ଯଦି କାହାର ସବୁଠୁ ବେଶୀ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା, ସେ ଥିଲେ ତାଙ୍କ ମା ପୁତଲିବାଇ। ସତ କହିବାକୁ ଗଲେ ସେ ହିଁ ଥିଲେ ତାଙ୍କ ନୈତିକତାର ମୂଳଦୁଆ। ପୁତଲିବାଇ କେବଳ ଯେ ଜଣେ ଧାର୍ମିକ ମହିଳା ଥିଲେ ତା ନୁହେଁ, ସେ ବହୁତ ବୁଦ୍ଧିମତୀ, ଦୃଢ଼ମନା ଆଉ ସମ୍ମାନିତ ମହିଳା ଥିଲେ। ସେ ଥିଲେ ପରିବାରର ଆଧ୍ୟାତ୍ମିକ କେନ୍ଦ୍ର, ଆଉ ତାଙ୍କର ଏସବୁ ଗୁଣ ମୋହନ ଦାସଙ୍କ ଉପରେ ଗଭୀର ଭାବରେ ପ୍ରଭାବ ପକାଇଥିଲା। ଆଉ ଏଇଠୁ ହିଁ ତାଙ୍କ ଭିତରେ ଥିବା ଅହିଂସାର ଝଲକ ଦେଖିବାକୁ ମିଳେ। ଥରେ ତାଙ୍କ ମା ତାଙ୍କୁ ଖେଳରେ କହିଲେ କି କେମିତି ନିଜକୁ ବଞ୍ଚେଇବା ପାଇଁ ମାରିବାକୁ ପଡ଼େ। କିନ୍ତୁ କୁନି ମୋହନ ଦାସଙ୍କର ଏହି ସରଳ ପ୍ରଶ୍ନ ସମସ୍ତଙ୍କୁ ଚୁପ୍ କରିଦେଇଥିଲା। ଏଥିରୁ ଜଣାପଡ଼ୁଥିଲା ଯେ ଅହିଂସାର ଭାବନା ତାଙ୍କ ଭିତରେ କେତେ ସ୍ୱାଭାବିକ ଥିଲା। ଗାନ୍ଧିଜୀ ନିଜେ ତାଙ୍କ ଜୀବନକୁ ସତ୍ୟ ସହିତ ମୋର ପରୀକ୍ଷା ବୋଲି କହୁଥିଲେ। ତେବେ ଚାଲନ୍ତୁ ଦେଖିବା ତାଙ୍କର ସେହି ପିଲାଦିନର ପ୍ରଥମ ପରୀକ୍ଷାଗୁଡ଼ିକ କ'ଣ ଥିଲା। ସେତେବେଳର ସମାଜରେ ଛୁଆଁ ଅଛୁଆଁ ଭେଦଭାବ ବହୁତ ଥିଲା। କିନ୍ତୁ କୁନି ମୋହନ ଦାସ ଉକା ନାମକ ଜଣେ ସଫାଇବାଲା ପିଲା ସହିତ ମିଠା ବାଣ୍ଟି ଖାଇଲେ। ଯେତେବେଳେ ତାଙ୍କ ମା ମନା କଲେ, ସେ ସିଧା ପଚାରିଲେ, ସେ କ'ଣ ମୋଠୁ ଅଲଗା? ଏଇଟା ଥିଲା ସାମାଜିକ ଅନ୍ୟାୟର ବିରୁଦ୍ଧରେ ତାଙ୍କର ପ୍ରଥମ ବିଦ୍ରୋହ। ଆଉ ଗୋଟେ ଘଟଣା ଥିଲା ସ୍କୁଲର। ଇନ୍ସପେକ୍ସନ ବେଳେ ଶିକ୍ଷକ ତାଙ୍କ ପାଖ ପିଲାଠୁ କେଟଲ ବନାନ କପି କରିବାକୁ ଇସାରା କଲେ, କିନ୍ତୁ ସେ ମନା କରିଦେଲେ। ବରଂ ମୂର୍ଖ ଦେଖାଯିବାକୁ ପସନ୍ଦ କଲେ, କିନ୍ତୁ ମିଛର ସାହାରା ନେଲେନି। ସତ୍ୟ ପ୍ରତି ଏହି ନିଷ୍ଠା ହିଁ ତାଙ୍କୁ ଭିନ୍ନ କରିଥିଲା। ସେ ଯେତେବେଳେ ଶ୍ରବଣ କୁମାରଙ୍କ କାହାଣୀ ପଢ଼ିଲେ, ଯିଏ ନିଜ ଅନ୍ଧ ବାପା ମାଙ୍କୁ କାନ୍ଧରେ ବୋହି ତୀର୍ଥ କରାଉଥିଲେ, ଏ କାହାଣୀ ତାଙ୍କ ମନରେ ଏମିତି ଛାପ ଛାଡ଼ିଗଲା ଯେ ସେ ସଂକଳ୍ପ କଲେ, ମୋତେ ବି ଶ୍ରବଣଙ୍କ ପରି ହେବାକୁ ପଡ଼ିବ। ଆଉ ଯଦି ଶ୍ରବଣଙ୍କ କାହାଣୀ କର୍ତ୍ତବ୍ୟ ଶିଖାଇଥିଲା, ତେବେ ରାଜା ହରିଶ୍ଚନ୍ଦ୍ରଙ୍କ ନାଟକ ତାଙ୍କ ପାଇଁ ସତ୍ୟର ଅର୍ଥ ହିଁ ବଦଳାଇ ଦେଲା। ସେଇ ନାଟକ ଦେଖି ସେ ରାତି ରାତି ଶୋଇପାରିଲେନି, ଆଉ ନିଜକୁ ପଚାରିଲେ, ଆମେ ସମସ୍ତେ କାହିଁକି ହରିଶ୍ଚନ୍ଦ୍ରଙ୍କ ପରି ସତ୍ୟବାଦୀ ହେଇପାରିବାନି? କିନ୍ତୁ ତାର ମାନେ ନୁହେଁ ଯେ ମୋହନ ଦାସଙ୍କ ରାସ୍ତା ସବୁବେଳେ ସିଧା ଥିଲା। ନା, ଆଦୌ ନୁହେଁ। ତାଙ୍କ କିଶୋର ବୟସରେ ସେ ବି ବାଟବଣା ହୋଇଥିଲେ, ଆଉ ସେଇ ଭୁଲ ଭିତରୁ ହିଁ ବହୁତ କିଛି ଶିଖିଥିଲେ। ସବୁକିଛି ଆରମ୍ଭ ହେଲା ଗୋଟିଏ ସାଙ୍ଗଠୁ। ତା କଥାରେ ପଡ଼ି ସେ ଲୁଚି ଲୁଚି ମାଂସ ଖାଇଲେ। ତାପରେ ଭାଇ ଆଉ ସାଙ୍ଗ ସହ ମିଶି ସିଗାରେଟ୍ ଟାଣିଲେ, ଆଉ ଶେଷରେ ଭାଇର କରଜ ଶୁଝିବା ପାଇଁ ଘରୁ ସୁନା ବି ଚୋରି କଲେ। କିନ୍ତୁ ଏଇ ସବୁ ଭୁଲ କାମ ତାଙ୍କୁ ଭିତରୁ ଭିତରୁ ଖାଇଯାଉଥିଲା। ଆଉ ଏଇ ଭୁଲ ଭିତରେ ହିଁ ତାଙ୍କ ଜୀବନର ସବୁଠୁ ବଡ଼ ଶିକ୍ଷା ଲୁଚି ରହିଥିଲା। ଏହି ଘଟଣା ତାଙ୍କୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଏଇ ଅନୁତାପର ନିଆଁରେ ସେ ଏତେ ପୋଡ଼ି ହେଉଥିଲେ ଯେ ସେ ଗୋଟେ ବହୁତ ବଡ଼ ନିଷ୍ପତ୍ତି ନେଲେ। ସେ ନିଜର ସବୁ ଦୋଷକୁ ଗୋଟେ କାଗଜରେ ଲେଖିଲେ, ଆଉ ସିଧା ଯାଇ ନିଜ ଅସୁସ୍ଥ ବାପାଙ୍କ ହାତରେ ଧରାଇଦେଲେ। ସେ ଭାବିଥିଲେ ବାପା ରାଗିବେ, ବହୁତ ଗାଳି ଦେବେ। କିନ୍ତୁ ସେମିତି କିଛି ବି ହେଲାନି, ଗୋଟେ ବି ଶବ୍ଦ ନୁହେଁ। ତାଙ୍କ ବାପା କାଗଜଟିକୁ ପଢ଼ିଲେ, ଆଉ ତାଙ୍କ ଆଖିରୁ ଖାଲି ଲୁହ ଝରିଗଲା। ଆଉ ସେହି ନୀରବ ମୁହୂର୍ତ୍ତରେ, ସେହି ବାପାଙ୍କ ଲୁହରେ ମୋହନ ଦାସ ପ୍ରଥମ ଥର ପାଇଁ ଅହିଂସାର ପ୍ରକୃତ ଶକ୍ତିକୁ ଦେଖିଲେ। ସେ ବୁଝିଗଲେ ଯେ ଦଣ୍ଡ ଦେବାଠାରୁ ବଡ଼ ଶକ୍ତି ହେଉଛି କ୍ଷମା କରିଦେବା। ଏହା ହିଁ ଥିଲା ତାଙ୍କ ଜୀବନର ସବୁଠୁ ବଡ଼ ଶିକ୍ଷା। ଆଉ ଜାଣନ୍ତି, ସେତେବେଳେ ତାଙ୍କୁ ମାତ୍ର 16 ବର୍ଷ ହୋଇଥିଲା।
କିଛିଦିନ ପରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା, କିନ୍ତୁ ସେହି ଶେଷ ନୀରବ ଶିକ୍ଷାଟି ତାଙ୍କ ହୃଦୟରେ ସବୁଦିନ ପାଇଁ ରହିଗଲା। ତେବେ ପ୍ରଶ୍ନ ଉଠୁଛି, ପିଲାଦିନର ଏଇ କଷ୍ଟ, ଏଇ ଶିକ୍ଷା ଆଉ ଏଇ ଅନୁଭବକୁ ନେଇ ସେହି ଲାଜୁକୁଳା ମନିଆ କେମିତି ଦିନେ ପୁରା ଦୁନିଆକୁ ବଦଳି ଦେବେ? ଏଇଠୁ ହିଁ ତ ଆରମ୍ଭ ହେଉଥିଲା ପ୍ରକୃତ କାହାଣୀ, ଜଣେ ମହାତ୍ମା ହେବାର ଯାତ୍ରା। ମହାତ୍ମା ଗାନ୍ଧୀଙ୍କୁ ତ ଆମେ ସମସ୍ତେ ଜାଣିଛେ, କିନ୍ତୁ ମହାତ୍ମା ହେବା ପୂର୍ବରୁ ସେ ଯେଉଁ ମୋହନଦାସ ଥିଲେ ତାଙ୍କୁ କେତେଜଣ ଜାଣନ୍ତି? ଆସନ୍ତୁ ଆଜି ଆମେ ତାଙ୍କର ସେହି ଅବିଶ୍ୱାସନୀୟ ଯାତ୍ରାକୁ ଟିକେ ପାଖରୁ ଦେଖିବା। ଏଇ ଚେହେରାଟା ଆମ ସମସ୍ତଙ୍କ ପାଇଁ ବହୁତ ପରିଚିତ, ନୁହେଁ କି? ସ୍ୱାଧୀନ ଭାରତର ଜନକ, ଯାହାଙ୍କ ନାଁ ଶୁଣିଲେ ମନକୁ ଆସେ ସତ୍ୟ, ଅହିଂସା ଆଉ ଦୃଢ଼ ସଂକଳ୍ପର କଥା। କିନ୍ତୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ତାଙ୍କର ଏହି ମହାନ ଯାତ୍ରାର ଆରମ୍ଭ କୌଣସି ଦିବ୍ୟ ଜ୍ଞାନରୁ ହୋଇନଥିଲା, ବରଂ ଗୋଟେ ସାଧାରଣ ରିପୋର୍ଟ କାର୍ଡରୁ ହୋଇଥିଲା। ହଁ, ଆପଣମାନେ ଠିକ୍ ଶୁଣିଲେ। ଯେଉଁ ମଣିଷ ଜନକ ପୁରା ଇତିହାସ ବଦଳିଦେଲେ, ତାଙ୍କ ଜୀବନର ମୂଳ ଦୁଆ ଥିଲା ଏକ ଏକାଡେମିକ୍ ରେକର୍ଡ, ଆଉ ସେଇଟା ବି କିଛି ଖାସ୍ ନଥିଲା। ତେବେ ଆସନ୍ତୁ ତାଙ୍କ କାହାଣୀର ପ୍ରଥମ ପର୍ଯ୍ୟାୟରୁ ହିଁ ଆରମ୍ଭ କରିବା, ତାଙ୍କର ଛାତ୍ର ଜୀବନ, ଯାହା ଆମେ ଭାବିବାଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ଆମେ ସାଧାରଣତଃ ଭାବୁ ଯେ ମହାପୁରୁଷମାନେ ଜନ୍ମରୁ ହିଁ ବୋଧହୁଏ ଅସାଧାରଣ ଥାଆନ୍ତି, କିନ୍ତୁ ଯୁବକ ମୋହନଦାସଙ୍କ କ୍ଷେତ୍ରରେ କଥାଟା ପୁରା ଅଲଗା ଥିଲା। ତାଙ୍କ ସ୍କୁଲ ରେକର୍ଡ ଏକ ଭିନ୍ନ କାହାଣୀ କହେ। ଶିକ୍ଷକମାନଙ୍କ ମତରେ ସେ ଜଣେ ବିଲକୁଲ ସାଧାରଣ ଛାତ୍ର ଥିଲେ। ଏକଥା ଆହୁରି ସ୍ପଷ୍ଟ ହୋଇଯାଏ ଯେତେବେଳେ ଆମେ ତାଙ୍କ ମାଟ୍ରିକ ପରୀକ୍ଷା ଫଳ ଦେଖୁ। 823 ଜଣ ପିଲାଙ୍କ ଭିତରେ ତାଙ୍କ ରାଙ୍କ ଥିଲା 404, ମାନେ ସେ ଜଣେ ମଧ୍ୟମ ଧରଣର ଛାତ୍ର ଥିଲେ, କୌଣସି ପ୍ରତିଭାଶାଳୀ ଛାତ୍ର ନୁହେଁ। କିନ୍ତୁ ଗୋଟିଏ ପରୀକ୍ଷାରେ ତର ଅବସ୍ଥା ଆହୁରି ଖରାପ ଥିଲା। ଭୂଗୋଳରେ ସେ କେତେ ପାଇଥିଲେ ଜାଣନ୍ତି? 0, ହଁ 0। ସେହି କ୍ଲାସର ସେହି 3 ଜଣ ଛାତ୍ରଙ୍କ ଭିତରୁ ସେ ଜଣେ ଥିଲେ ଯେଉଁମାନେ ସମ୍ପୂର୍ଣ୍ଣ ଫେଲ୍ ହୋଇଥିଲେ। ଆଉ କଲେଜରେ ମଧ୍ୟ ଏହି ଅବସ୍ଥା ଜାରି ରହିଲା। ଭାରତର ସାମଲଦାସ କଲେଜରେ ତାଙ୍କ ଅନୁଭୂତି ଆହୁରି ଖରାପ ଥିଲା। ସେ ନିଜେ ଏକଥା ମାନିଛନ୍ତି ଯେ ସେ କ୍ଲାସରେ କିଛି ବି ବୁଝିପାରୁନଥିଲେ, ଆଉ ଶେଷରେ ପାଠପଢ଼ା ହିଁ ଛାଡ଼ିଦେଲେ। ତେବେ ପାଠପଢ଼ାରେ ଏହି ବିଫଳତା ପରେ ଗାନ୍ଧୀ ଏକ ବହୁତ ବଡ଼ ନିଷ୍ପତ୍ତି ନେଲେ। ସେ ଆଇନ ପଢ଼ିବା ପାଇଁ ସିଧା ଲଣ୍ଡନ ଗଲେ, ଆଉ ସେଠାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ଏକ ନାଟକୀୟ ଚେଷ୍ଟା ଆରମ୍ଭ କଲେ। ଲଣ୍ଡନରେ ପାଦ ଦେବା ପରେ ସେ ନିଜକୁ ଜଣେ ପକ୍କା ଇଂରେଜ ଭଦ୍ରଲୋକ ଭାବେ ଗଢ଼ି ତୋଳିବାକୁ ଲାଗିପଡ଼ିଲେ। ଭାବି ଦେଖନ୍ତୁ, ମୁଣ୍ଡରେ ସିଲ୍କ ଟପ୍ ହ୍ୟାଟ୍, ବଣ୍ଡ ଷ୍ଟ୍ରିଟ୍ରୁ କିଣାଯାଇଥିବା ଦାମୀ ସୁଟ୍, ଆଉ ବେକରେ ଏକ ଚମକୁଥିବା ଟାଇ। ସେ ଚାହୁଁଥିଲେ ଯେମିତି ସେ ଜଣେ ଅସଲି ଇଂରେଜ ବାବୁଙ୍କ ପରି ଦେଖାଯିବେ। ଆଉ ତାଙ୍କର ଏହି ଭଦ୍ରଲୋକ ହେବାର ଖିଆଲ କେବଳ ପୋଷାକରେ ସୀମିତ ନଥିଲା। ସେ ବଲରୁମ୍ ଡ୍ୟାନ୍ସ ଶିଖିଲେ, ଭାଉଲିନ୍ କ୍ଲାସ୍ ଗଲେ, ଏପରିକି ନିଜ ଇଂରାଜୀ ଉଚ୍ଚାରଣକୁ ସୁଧାରିବା ପାଇଁ ଜଣେ ଶିକ୍ଷକ ବି ରଖିଲେ। କିନ୍ତୁ ଏହି ନାଟକ ବେଶୀ ଦିନ ଚାଲିପାରିଲା ନାହିଁ। ମାତ୍ର 3 ମାସ। ହଠାତ୍ ଗାନ୍ଧୀଙ୍କ ମନରେ ଏକ ବଡ଼ ପରିବର୍ତ୍ତନ ଆସିଲା। ସେ ବୁଝିଗଲେ ଯେ ଏସବୁ ବାହାରର ଚାକଚକ୍ୟ ଏକ ମିଛ, ଆଉ ଏହା ତାଙ୍କ ପାଇଁ ନୁହେଁ। ଆଉ ତାପରେ ଆରମ୍ଭ ହେଲା ପ୍ରକୃତ ପରିବର୍ତ୍ତନ। ଦାମୀ ପୋଷାକ ଆଉ ନାଚଗୀତ ବଦଳରେ ସେ ଆପଣେଇ ନେଲେ ଏକ ଶୃଙ୍ଖଳିତ ଆଉ ସରଳ ଜୀବନ। ନିଜେ ରୋଷେଇ କରିବା, ଶସ୍ତା ହୋଟେଲରେ ଖାଇବା, ଆଉ ପ୍ରତିଦିନ ମାଇଲ ମାଇଲ ଧରି ଚାଲିବା। ଏଇଠି ହିଁ ବୋଧହୁଏ ଭବିଷ୍ୟତର ମହାତ୍ମାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। ଲଣ୍ଡନର ଏହି ପରୀକ୍ଷା ନିରୀକ୍ଷାର ପରେ ଦକ୍ଷିଣ ଆଫ୍ରିକାରେ ହିଁ ଗାନ୍ଧୀ ନିଜର ପ୍ରକୃତ ପରିଚୟ ପାଇଲେ। ସେ ଜଣେ ଓକିଲ ତ ହେଲେ, କିନ୍ତୁ ଏକଦମ ନୂଆ ପ୍ରକାରର ଓକିଲ। ତାଙ୍କ ପାଇଁ ଓକିଲାତିର ଅର୍ଥ କ'ଣ ଥିଲା? କେବଳ ମକଦ୍ଦମା ଜିତିବା? ନା, ତାଙ୍କ ପାଇଁ ଏହାର ଅର୍ଥ ଥିଲା ବିବାଦରେ ଫସିଥିବା ଲୋକଙ୍କୁ ଏକାଠି କରିବା। ତାଙ୍କ ମତରେ ଜଣେ ଓକିଲର ପ୍ରକୃତ କାମ ହେଉଛି ସତ୍ୟକୁ ଖୋଜିବା ଆଉ ସମାଧାନର ବାଟ ବାହାର କରିବା। ଆଉ ତାଙ୍କର ଏହି ନୂଆ ଦର୍ଶନର ପ୍ରଥମ ପରୀକ୍ଷା ହେଲା ବାଲାସୁନ୍ଦରମଙ୍କ କେସ୍ରେ। ବାଲାସୁନ୍ଦରମ ଥିଲେ ଜଣେ ଚୁକ୍ତିବଦ୍ଧ ଶ୍ରମିକ, ଯାହାଙ୍କୁ ତାଙ୍କ ମାଲିକ ଅତି ନିର୍ଦ୍ଦୟ ଭାବେ ମାରି ତାଙ୍କର 2ଟି ଆଗଦାନ୍ତ ଭାଙ୍ଗି ଦେଇଥିଲେ। ଗାନ୍ଧୀ ଏହି ଅନ୍ୟାୟ ଦେଖି ଆଉ ଚୁପ୍ ରହି ପାରିଲେ ନାହିଁ। ଗାନ୍ଧୀ କେବଳ କେସ୍ ଜିତିଲେ ନାହିଁ, ବରଂ ବାଲାସୁନ୍ଦରମଙ୍କ ପାଇଁ ଏକ ନୂଆ ଆଉ ଭଲ ମାଲିକ ମଧ୍ୟ ଖୋଜିଦେଲେ। ବାସ୍, ଏହି ଗୋଟିଏ ଘଟଣା ପରେ ଦକ୍ଷିଣ ଆଫ୍ରିକାରେ ଥିବା ଗରିବ ଭାରତୀୟ ଶ୍ରମିକମାନେ ତାଙ୍କୁ ନିଜର ରକ୍ଷାକର୍ତ୍ତା ଭାବେ ଦେଖିବାକୁ ଲାଗିଲେ। ତେବେ ଗାନ୍ଧୀଙ୍କ ଓକିଲାତି ଆଉ ସାଧାରଣ ଓକିଲାତି ଭିତରେ ଫରକ କ'ଣ ଥିଲା? ଦେଖନ୍ତୁ, ଅଧିକାଂଶ ଓକିଲ ଯେକୌଣସି ମୂଲ୍ୟରେ କେସ୍ ଜିତିବାକୁ ଚାହୁଁଥିଲେ, କିନ୍ତୁ ଗାନ୍ଧୀ ଖୋଜୁଥିଲେ ସତ୍ୟ ଆଉ ସମାଧାନର ରାସ୍ତା। ତାଙ୍କ ପାଇଁ ମାନବିକତା ଆଇନର ଶୁଖିଲା ନିୟମଠାରୁ ବହୁତ ଉପରେ ଥିଲା। ଆଉ ସତ୍ୟ ପ୍ରତି ତାଙ୍କର ଏହି ନିଷ୍ଠା ଥିଲା ଅଟଳ। ସେ ନିଜର ପ୍ରତ୍ୟେକ କ୍ଲାଏଣ୍ଟକୁ ଆଗରୁ ହିଁ ସଫା କହିଦେଉଥିଲେ, ଯଦି ଆପଣଙ୍କର ମାମଲା ମିଛ, ତେବେ ମୁଁ ସେ କେସ୍ ଲଢ଼ିବି ନାହିଁ। ବାସ୍, ଏତିକି ହିଁ ଥିଲା ତାଙ୍କର ସର୍ତ୍ତ। ଶେଷରେ ଗାନ୍ଧୀଙ୍କ ଯାତ୍ରା
କୋର୍ଟର ଚାରିକାନ୍ଥ ଭିତରୁ ବାହାରି ଏକ ବିରାଟ ଆନ୍ଦୋଳନରେ ପରିଣତ ହେଲା। ଏମିତି ଏକ ଆନ୍ଦୋଳନ ଯେଉଁଠି ନ୍ୟାୟ ପାଇଁ ଆଇନ ଭାଙ୍ଗିବାକୁ ମଧ୍ୟ ସେ ପ୍ରସ୍ତୁତ ଥିଲେ। ଆଇନଗତ ବ୍ୟବସ୍ଥା ସହିତ ତାଙ୍କର ସମ୍ପର୍କ ସବୁବେଳେ ଥିଲା ବଡ଼ ଅଦ୍ଭୁତ। 1891 ମସିହାରେ ତାଙ୍କୁ ଓକିଲ ଭାବରେ ସ୍ୱୀକୃତି ମିଳିଲା। ଠିକ୍ ତାପରେ 1922ରେ ସ୍ୱାଧୀନତା ଆନ୍ଦୋଳନ ପାଇଁ ତାଙ୍କ ଉପରେ ରାଜଦ୍ରୋହ ମାମଲା ଲାଗିଲା ଆଉ ତାଙ୍କୁ ବାରରୁ ବହିଷ୍କାର କରାଗଲା। ଆଉ ତାପରେ 1988ରେ ତାଙ୍କର ମୃତ୍ୟୁର ବହୁ ବର୍ଷ ପରେ ସେହି ସମାନ ସଂସ୍ଥା ତାଙ୍କୁ ପୁଣି ସମ୍ମାନର ସହିତ ସ୍ଥାନ ଦେଲା। ଏହି ଫଳକଟି କେବଳ ଏକ ସ୍ମାରକୀ ନୁହେଁ, ଏହା ଏକ ସ୍ୱୀକାରୋକ୍ତିର ପ୍ରତୀକ। ସେହି ସଂସ୍ଥା ଯିଏ ଦିନେ ତାଙ୍କୁ ଅପରାଧୀ କହି ବାହାର କରିଦେଇଥିଲା, ସେହି ସଂସ୍ଥା ହିଁ ଶେଷରେ ତାଙ୍କର ମହାନତା ଆଗରେ ମୁଣ୍ଡ ନୁଆଇଲା। ତେବେ ଏହା ହିଁ ଥିଲା ତାଙ୍କର ସମ୍ପୂର୍ଣ୍ଣ ରୂପାନ୍ତରଣର କାହାଣୀ। ଯେଉଁ ବ୍ୟକ୍ତି ଜଣକ ଦିନେ କୋର୍ଟର ଜଣେ ଅଧିକାରୀ ଭାବେ ନିଜ ଯାତ୍ରା ଆରମ୍ଭ କରିଥିଲେ, ସେ ଶେଷରେ ନିଜକୁ ଜଣେ ଆଇନ ଭଙ୍ଗକାରୀ ବୋଲି କହିଲେ। କିନ୍ତୁ କାହିଁକି? ଏକ ବଡ଼ ମାନବିକ ନ୍ୟାୟ ପାଇଁ। ତେବେ ତାଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ଏକ ବହୁତ ବଡ଼ ପ୍ରଶ୍ନ ଛାଡ଼ିଯାଏ। ପ୍ରକୃତ ନ୍ୟାୟ ପାଇଁ କ'ଣ ବେଳେବେଳେ ଆଇନର ରାସ୍ତା ଛାଡ଼ିବାକୁ ପଡ଼େ? ଏହି ପ୍ରଶ୍ନ ଉପରେ ଚିନ୍ତା କରିବା ଆଜି ବି ସେତିକି ପ୍ରାସଙ୍ଗିକ। ଆମେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ କଥା ଭାବୁ, ସାଧାରଣତଃ ଭାରତର ସ୍ୱାଧୀନତା ସଂଗ୍ରାମ କଥା ମନକୁ ଆସେ, ଠିକ୍ ନା? କିନ୍ତୁ ଆଜି ଆମେ ସେହି ଗାନ୍ଧୀଙ୍କ କଥା କହିବାନି। ଆମେ ସେହି କାହାଣୀ ଭିତରକୁ ଯିବା ଯେଉଁଠି ଜଣେ ସାଧାରଣ ଯୁବକ ଦକ୍ଷିଣ ଆଫ୍ରିକାରେ 21 ବର୍ଷ କଟେଇବା ପରେ ମହାତ୍ମା ହେବାର ରାସ୍ତାରେ ବାହାରିଲେ। ସତ କହିବାକୁ ଗଲେ ସେହି 21 ବର୍ଷ ତାଙ୍କୁ ଗଢ଼ିଥିଲା। ତେବେ ପ୍ରକୃତ ପ୍ରଶ୍ନ ହେଉଛି, ଏମିତି କେମିତି ହେଲା? ଜଣେ ଲାଜକୁଳ ସ୍ୱଭାବର ଓକିଲ କେମିତି ଜଣେ ବିଶ୍ୱସ୍ତରୀୟ ପ୍ରତୀକ ବନିଗଲେ? ଆଉ ଏହାର ଉତ୍ତର ଲୁଚି ରହିଛି ଦକ୍ଷିଣ ଆଫ୍ରିକାରେ ସେ ବିତେଇଥିବା ସେହି 21 ବର୍ଷ ଭିତରେ। ସେଇଠି ହିଁ ମୋହନ ଦାସଙ୍କ ଭିତରେ ମହାତ୍ମାଙ୍କ ଜନ୍ମ ହୋଇଥିଲା। ତାଙ୍କର ଏହି ପରିବର୍ତ୍ତନର କାହାଣୀ ତାହା ଆରମ୍ଭ ହୁଏ ଗୋଟିଏ କଠୋର ସତ୍ୟ ସହିତ ମୁହାଁମୁହିଁ ହେବାରୁ। ଆଉ ଏହା ଏମିତି ଗୋଟେ ଘଟଣା ଥିଲା ଯାହା ତାଙ୍କୁ କେବଳ ଅପମାନିତ କଲାନି, ବରଂ ତାଙ୍କ ଜୀବନର ମୋଡ଼କୁ ସମ୍ପୂର୍ଣ୍ଣ ଭାବେ ବଦଳେଇ ଦେଲା। ଟିକେ କଳ୍ପନା କରିବାକୁ ଚେଷ୍ଟା କରନ୍ତୁ। ଜଣେ 23 ବର୍ଷର ଯୁବ ଓକିଲ ମୋହନ ଦାସ ଗାନ୍ଧୀ, 1893 ମସିହା ଜୁନ୍ 7 ତାରିଖ, ତାଙ୍କ ପାଖରେ ପ୍ରଥମ ଶ୍ରେଣୀର ଗୋଟେ ବୈଧ ଟିକେଟ୍ ଅଛି। କିନ୍ତୁ କେବଳ ତାଙ୍କ ଚମଡ଼ାର ରଙ୍ଗ ଯୋଗୁଁ ତାଙ୍କୁ ଟ୍ରେନ୍ରୁ ଠେଲି ବାହାର କରିଦିଆଗଲା। ସେଇ ଗୋଟିଏ ମୁହୂର୍ତ୍ତରେ ସେ ପ୍ରଥମ ଥର ପାଇଁ ଜାତିଗତ ଭେଦଭାବର କଠୋର ବାସ୍ତବତାକୁ ଅନୁଭବ କଲେ। ସେହି ଥଣ୍ଡା ରାତିରେ ପ୍ଲାଟଫର୍ମରେ ବସି ସେ ଚାହିଁଥିଲେ ଭାରତ ଫେରି ଆସିପାରିଥାନ୍ତେ, କିନ୍ତୁ ନା, ସେ ସେଠାରେ ରହି ଲଢ଼ିବାକୁ ସ୍ଥିର କଲେ। ଆଉ ସେହି ଗୋଟିଏ ନିଷ୍ପତ୍ତି, ତାହା ହିଁ ଥିଲା ପ୍ରକୃତ ମୋଡ଼। ସେହିଠି ସେ ନିଜର ବ୍ୟକ୍ତିଗତ ଅପମାନକୁ ଗୋଟେ ସାମୂହିକ ଲଢ଼େଇରେ ବଦଳେଇ ଦେବାକୁ ମନେ ମନେ ସଂକଳ୍ପ ନେଲେ। ଆଚ୍ଛା, ସଂକଳ୍ପ ତ ନେଇଗଲେ, କିନ୍ତୁ କେବଳ ସଂକଳ୍ପ ନେଲେ ତ କାମ ହୁଏନି, ଠିକ୍ ନା? ତେବେ ଗାନ୍ଧୀ ଏଇ ନୂଆ ସଂକଳ୍ପକୁ ଗୋଟେ ସଂଗଠିତ କାର୍ଯ୍ୟରେ କେମିତି ପରିଣତ କଲେ? ସେ କେମିତି ନିଜ ବ୍ୟକ୍ତିଗତ କ୍ରୋଧରୁ ବାହାରି ଗୋଟେ ସମୁଦାୟର ସ୍ୱର ପାଲଟିଗଲେ? ଆସନ୍ତୁ ଦେଖିବା। ଆଉ କଥା ହେଉଛି, ସେ କେବଳ ଚିନ୍ତା କରି ବସି ରହିଲେ ନାହିଁ, ସେ ତୁରନ୍ତ କାମରେ ଲାଗିଗଲେ। ଅଗଷ୍ଟ 22, 1894ରେ ସେ ନାଟାଲ ଇଣ୍ଡିଆନ କଂଗ୍ରେସର ସ୍ଥାପନା କଲେ। ଆଉ ଏହା ଥିଲା ରାଜନୈତିକ ସଂଗଠନ ଦିଗରେ ତାଙ୍କର ପ୍ରଥମ ବଡ଼ ପଦକ୍ଷେପ, ଯାହା ଜଣେ ଲାଜକୁଳା ଓକିଲକୁ ଜନନେତା ହେବାର ରାସ୍ତା ଦେଖାଇଥିଲା। ଗାନ୍ଧୀ ଜାଣିଥିଲେ ଯେ କେବଳ ସ୍ଥାନୀୟ ସ୍ତରରେ ଲଢ଼େଇ କଲେ କିଛି ଲାଭ ହେବନି। ସେଥିପାଇଁ ସେ ଏହି ଗ୍ରୀନ୍ ପ୍ୟାମ୍ପଲେଟ୍ର ପ୍ରକାଶ କଲେ। ଏହା ବହୁତ ଚତୁର ପଦକ୍ଷେପ ଥିଲା, କାରଣ ଏହାଦ୍ୱାରା ଭାରତ ଏବଂ ସାରା ବିଶ୍ୱର ଲୋକ ଜାଣିପାରିଲେ ଯେ ସେଠାରେ ପ୍ରକୃତରେ କ'ଣ ଘଟୁଛି। ଏହା ବ୍ରିଟିଶ ସରକାର ଉପରେ ଚାପ ସୃଷ୍ଟି କଲା, ଆଉ ଏହି କୌଶଳଟିକୁ ସେ ଆଗକୁ ନିଜର ସାରା ଜୀବନ ବ୍ୟବହାର କରିଥିଲେ। ତେବେ ଏବେ ତାଙ୍କ ପାଖରେ ଗୋଟେ ସଂଗଠନ ଥିଲା, କିନ୍ତୁ ତାଙ୍କୁ ଗୋଟେ ଅସ୍ତ୍ର ଦରକାର ଥିଲା। ଆଉ ଏଇଠୁ ଆରମ୍ଭ ହୁଏ ତାଙ୍କର ସବୁଠୁ ଶକ୍ତିଶାଳୀ ଏବଂ କ୍ରାନ୍ତିକାରୀ ଅସ୍ତ୍ର, ସତ୍ୟାଗ୍ରହର କାହାଣୀ। 1907 ମସିହାରେ ଆସିଲା ବ୍ଲାକ୍ ଆକ୍ଟ। ଏହା ଏକ ଭୟଙ୍କର ଅପମାନଜନକ ଆଇନ ଥିଲା। ଏହା ଅନୁସାରେ ପ୍ରତ୍ୟେକ ଭାରତୀୟଙ୍କୁ ନିଜକୁ ପଞ୍ଜୀକୃତ କରିବାକୁ ହେବ, ଆଙ୍ଗୁଠି ଛାପା ଦେବାକୁ ହେବ, ଆଉ ସବୁବେଳେ ଗୋଟେ ପରିଚୟ ପତ୍ର ଧରି ବୁଲିବାକୁ ପଡ଼ିବ। ମାନେ ସେମାନଙ୍କୁ ଅପରାଧୀଙ୍କ ଭଳି ବ୍ୟବହାର କରାଯାଉଥିଲା। ଏହି ଆଇନର ଜବାବରେ ଗାନ୍ଧୀଙ୍କ ଉତ୍ତର ଥିଲା ସତ୍ୟାଗ୍ରହ। ଏହାର ଅର୍ଥ ହେଉଛି ସତ୍ୟର ଶକ୍ତି ବା ଆତ୍ମାର ଶକ୍ତି। ଏହା କେବଳ ଚିଠି ଲେଖିବା ବା ଆବେଦନ କରିବା ନଥିଲା, ବରଂ ଏହା ଥିଲା ଅନ୍ୟାୟପୂର୍ଣ୍ଣ ଆଇନକୁ ସକ୍ରିୟ କିନ୍ତୁ ସମ୍ପୂର୍ଣ୍ଣ ଅହିଂସା ଭାବରେ ଅମାନ୍ୟ କରିବା। ତେବେ ଏହା କାମ କରିଥିଲା କେମିତି? ଦେଖନ୍ତୁ, ଏହା କେବଳ ନିଷ୍କ୍ରିୟ ପ୍ରତିରୋଧ ନଥିଲା, ଏହା ପଛରେ ଗୋଟେ ବହୁତ ସୁଚିନ୍ତିତ ରଣନୀତି ଥିଲା। ପଦକ୍ଷେପ 1, ଶାନ୍ତିପୂର୍ଣ୍ଣ ଭାବେ ସେହି ଅନ୍ୟାୟ ଆଇନକୁ ଭାଙ୍ଗ। ପଦକ୍ଷେପ 2, ଏଥିପାଇଁ ଯାହା ଦଣ୍ଡ ମିଳୁଛି
ଯେମିତିକି ଜେଲ୍ ଯିବା ତାକୁ ବିନା ହିଂସାରେ ସ୍ୱୀକାର କର। ଆଉ ପଦକ୍ଷେପ 3 ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ନିଜର ନୈତିକ ଶକ୍ତି ଏବଂ ଧୈର୍ଯ୍ୟ ଦ୍ୱାରା ଅତ୍ୟାଚାରୀର ବିବେକକୁ ଜାଗୃତ କରିବାକୁ ଚେଷ୍ଟା କର। ଆଉ ଆପଣଙ୍କୁ ଯଦି ଜାଣିବାର ଅଛି ଯେ ଏହି ଆନ୍ଦୋଳନ କେତେ ବଡ଼ ହୋଇଯାଇଥିଲା, ତେବେ ଏହି ସଂଖ୍ୟାଟିକୁ ଦେଖନ୍ତୁ, 2221। ଏତେ ସଂଖ୍ୟକ ଲୋକ, ପୁରୁଷ, ମହିଳା, ଏପରିକି ଛୋଟ ପିଲା ନଭେମ୍ବର 1913ର ଗ୍ରେଟ୍ ମାର୍ଚ୍ଚରେ ଭାଗ ନେଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସତ୍ୟାଗ୍ରହ ଆଉ କେବଳ ଗୋଟେ ଦର୍ଶନ ହୋଇ ରହିନଥିଲା, ଏହା ଗୋଟେ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇସାରିଥିଲା। ଏବେ ଦେଖନ୍ତୁ, ସତ୍ୟାଗ୍ରହ ସହିତ ଗାନ୍ଧୀ ଆଉ ଗୋଟେ ବହୁତ ଶକ୍ତିଶାଳୀ ଅସ୍ତ୍ରର ବ୍ୟବହାର କରୁଥିଲେ, ଆଉ ତାହା ଥିଲା ଗଣମାଧ୍ୟମ। ସେ ଜାଣିଥିଲେ ଯେ ଲୋକଙ୍କୁ ଏକଜୁଟ କରିବା ପାଇଁ ଆଉ ଆନ୍ଦୋଳନକୁ ଜୀବନ୍ତ ରଖିବା ପାଇଁ ଏହାର ଶକ୍ତି କେତେ। ସେଥିପାଇଁ ତ 1903 ମସିହାରେ ସେ ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ଖବରକାଗଜ ଆରମ୍ଭ କଲେ। ଆଉ ଜାଣିଛନ୍ତି, ଏହା 4ଟି ଭାଷାରେ ପ୍ରକାଶିତ ହେଉଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ଦକ୍ଷିଣ ଆଫ୍ରିକାରେ ରହୁଥିବା ବିଭିନ୍ନ ଭାରତୀୟ ସମୁଦାୟକୁ ଶିକ୍ଷିତ କରିବା ଏବଂ ଏକଜୁଟ କରିବା। ଏହି ଖବରକାଗଜଟେ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ଭାବନ୍ତୁ। ଗାନ୍ଧୀ ନିଜେ କହିଥିଲେ, ଇଣ୍ଡିଆନ୍ ଓପିନିଅନ୍ ବିନା ସତ୍ୟାଗ୍ରହ ଅସମ୍ଭବ ହୋଇଥାନ୍ତା। ଏହା ହିଁ ଥିଲା ସେହି ପୂରା ଲଢ଼େଇର ମୁଖପତ୍ର। ତେବେ ଏହି ସବୁ ଅନୁଭୂତି ପରେ ଯେଉଁ ମଣିଷଟି ଦକ୍ଷିଣ ଆଫ୍ରିକା ଛାଡ଼ିଲେ, ସେ କ'ଣ ସେହି ସମାନ ମଣିଷ ଥିଲେ ଯିଏ ସେଠାକୁ ଆସିଥିଲେ? ଆଦୌ ନୁହେଁ। ଆସନ୍ତୁ ଏହି ପରିବର୍ତ୍ତନକୁ ଟିକେ ଦେଖିବା। ତୁଳନାଟା ବହୁତ ସ୍ପଷ୍ଟ, ନୁହେଁ କି? 1893ରେ ସେ ଆସିଥିଲେ ଜଣେ ଲାଜକୁଳା ଓକିଲ ଭାବରେ, ଆଉ 1914ରେ ଯେତେବେଳେ ଫେରିଲେ, ସେ ଥିଲେ ଜଣେ ଅଭିଜ୍ଞ ଜନନେତା। ସେହି 21 ବର୍ଷ ତାଙ୍କୁ କେବଳ ବଦଳାଇ ନଥିଲା, ବରଂ ତାଙ୍କୁ ଜଣେ ମହାତ୍ମା ଭାବରେ ଗଢ଼ି ତୋଳିଥିଲା। ତେଣୁ ଏହି 21 ବର୍ଷର ଯାତ୍ରା ହିଁ ଥିଲା ପ୍ରକୃତ ନିର୍ମାଣ ପ୍ରକ୍ରିୟା। 1893ରେ ସେ ଅପମାନର ସାମ୍ନା କଲେ। 1894 ବେଳକୁ ସେ ଜଣେ ସଂଗଠକ ହୋଇଗଲେ। 1906 ବେଳକୁ ସେ ଜଣେ ରାଜନୈତିକ ପ୍ରତିରୋଧକାରୀ ହେଲେ, ଆଉ ଶେଷରେ 1914ରେ ଜଣେ ସମ୍ପୂର୍ଣ୍ଣ ପରିପକ୍ୱ ନେତା ଭାବରେ ଭାରତ ଫେରିଲେ। ଆଉ ଏହା ଆମକୁ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ପାଖରେ ଛାଡ଼ି ଦେଉଛି। ଯଦି ଦକ୍ଷିଣ ଆଫ୍ରିକାରେ ସେହି 21 ବର୍ଷର ଅନୁଭୂତି ନଥାନ୍ତା, ତେବେ ଆମେ ଆଜି ଯେଉଁ ମହାତ୍ମାଙ୍କୁ ଜାଣୁଛୁ, ତାଙ୍କର ଅସ୍ତିତ୍ୱ କ'ଣ ସମ୍ଭବ ହୋଇଥାନ୍ତା? ଏହା ସତରେ ଭାବିବାକୁ ବାଧ୍ୟ କରେ ଯେ ସେହି ସମୟ କେବଳ ଗାନ୍ଧୀଙ୍କ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱର ଇତିହାସ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା। ଆମେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କ କଥା ଭାବୁ, ଆମ ଆଖି ଆଗରେ ତାଙ୍କର ଜଣେ ରାଜନୈତିକ ନେତାର ଛବି ଚାଲିଆସେ, ନୁହେଁ କି? କିନ୍ତୁ କାହାଣୀର ପ୍ରକୃତ ଆରମ୍ଭ କୌଣସି ରାଜନୈତିକ ସଭାରୁ ନୁହେଁ, ବରଂ ଗୋଟିଏ ସାଧାରଣ ଟ୍ରେନ୍ର ତୃତୀୟ ଶ୍ରେଣୀ ଡବାରୁ ହୋଇଥିଲା। ଆଜି ଆମେ ସେହି କାହାଣୀ ବିଷୟରେ ଜାଣିବା, ଯେଉଁଠି ଗଭୀର ସମାନୁଭୂତି ହିଁ ଏକ ବିପ୍ଳବର ମୂଳଦୁଆ ପକାଇଥିଲା। ତେବେ ଆସନ୍ତୁ, ଆଜିର ଏହି ଆଲୋଚନାରେ ଆମେ ଜାଣିବା କେମିତି ଗୋଟିଏ ବ୍ୟକ୍ତିଗତ ଯାତ୍ରା ପୂରା ଦେଶର ଆନ୍ଦୋଳନ ପାଇଁ ବାଟ ତିଆରି କଲା। ଆଚ୍ଛା, ଟିକେ କଳ୍ପନା କରନ୍ତୁ ତ, ସମୟଟା ଥିଲା 1915। ଦକ୍ଷିଣ ଆଫ୍ରିକାରେ ପାଖାପାଖି 2 ଦଶନ୍ଧି କଟେଇ ସାରିବା ପରେ 45 ବର୍ଷର ମୋହନଦାସ ଗାନ୍ଧୀ ଭାରତକୁ ଫେରୁଛନ୍ତି। କିନ୍ତୁ କଥାଟା ହେଉଛି, ସେ ନିଜ ଦେଶରେ ହିଁ ଏକ ପ୍ରକାର ଅପରିଚିତ ଥିଲେ। ଏମିତି ଗୋଟେ ଦେଶକୁ ଫେରୁଥିଲେ ଯାହାକୁ ସେ ଆଉ ଭଲ ଭାବେ ଚିହ୍ନି ପାରୁନଥିଲେ। ତେଣୁ ଭାରତକୁ ପ୍ରକୃତିରେ ବୁଝିବା ପାଇଁ ଗାନ୍ଧୀ ବଡ଼ ବଡ଼ ନେତାମାନଙ୍କ ସହ ଆଲୋଚନା କରିବା ବଦଳରେ ସିଧା ସାଧାରଣ ଲୋକଙ୍କ ଭିତରକୁ ଚାଲିଗଲେ। ସେ ସେହି ରାସ୍ତା ବାଛିଲେ ଯେଉଁଥିରେ ଦେଶର ସବୁଠୁ ବେଶୀ ଲୋକ ଯା ଆଶା କରୁଥିଲେ। କାରଣ ସେ ବୁଝିଯାଇଥିଲେ ଯେ କୌଣସି ଦେଶର ନେତୃତ୍ୱ ନେବା ଆଗରୁ ସେ ଦେଶକୁ, ତାର ମାଟିକୁ ଆଉ ଲୋକଙ୍କୁ ଚିହ୍ନିବା ନିହାତି ଦରକାର। ଆଉ ଏହି ଜ୍ଞାନ ଖାଲି ରିପୋର୍ଟ କି ବୈଠକରୁ ମିଳେନି, ଏହା ମିଳେ ଲୋକଙ୍କ ଭିତରେ ମିଶିଲେ। ଆଉ ତାଙ୍କର ଏହି ତୃତୀୟ ଶ୍ରେଣୀରେ ଯାତ୍ରା କରିବାର ନିଷ୍ପତ୍ତି, ବାସ୍ ସେଇଠୁ ହିଁ ସବୁକିଛି ବଦଳିବା ଆରମ୍ଭ ହେଲା। ସେତେବେଳେ ତାଙ୍କ ଭଳି ଜଣେ ବଡ଼ ନେତାଙ୍କ ପାଇଁ ଏମିତି କରିବାଟା କେହି କଳ୍ପନା ବି କରିନଥିଲେ। ଆଉ ସେ ଯାହା ସବୁ ଦେଖିଲେ ନା, ତାହା ପୂରା ଇତିହାସର ମୋଡ଼ ବଦଳେଇଦେଲା। ସେ ନିଜେ ଲେଖିଛନ୍ତି, ମୁଁ ଭାରତରେ 2.5 ବର୍ଷରୁ ଅଧିକ ରହିଲିଣି, ଆଉ ଏହି ସମୟର ପ୍ରାୟ 4 ଭାଗରୁ ଭାଗେ ସମୟ ମୁଁ ନିଜ ଇଚ୍ଛାରେ ତୃତୀୟ ଶ୍ରେଣୀ ଟ୍ରେନ୍ରେ ହିଁ କଟେଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ସେ କେବଳ ବୁଲିବାକୁ ଯାଇନଥିଲେ, ସେ ପ୍ରକୃତରେ ଲୋକଙ୍କ ଦୈନନ୍ଦିନ ସଂଘର୍ଷକୁ ଅନୁଭବ କରିବାକୁ ଚାହୁଁଥିଲେ, ଆଉ ସେଥିପାଇଁ ତ ପ୍ରାୟ 6 ମାସରୁ ଅଧିକ ସମୟ ଏହି ଟ୍ରେନ୍ ଯାତ୍ରାରେ ବିତେଇଥିଲେ। ଆଉ ଏହି ଯାତ୍ରା ଭିତରେ ସବୁଠୁ ପ୍ରଥମେ ଯେଉଁ ଜିନିଷଟା ତାଙ୍କୁ ସ୍ତବ୍ଧ କରିଦେଲା, ସେଇଟା ଥିଲା ସ୍ୱଚ୍ଛତାର ଅଭାବ। ସେ ଲେଖିଛନ୍ତି, ଆମେ ସ୍ୱଚ୍ଛତାର ସାଧାରଣ ନିୟମ ବି ଜାଣିନୁ, ଆଉ ତାର ଫଳ ହେଉଛି ଡବା ଭିତରେ ଅକଥନୀୟ ମଇଳା। ସେ ଏହାକୁ ଖାଲି ଗୋଟେ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖିଲେନି, ବରଂ ଏହାକୁ ଏକ ନୈତିକ ପତନ ବୋଲି ଭାବିଲେ। ଆଉ ହୁଏତ ଏଇଠୁ ହିଁ ତାଙ୍କ ମନରେ ସେହି ଗ୍ରାମୀଣ ସ୍ୱଚ୍ଛତା କାର୍ଯ୍ୟକ୍ରମର ମୂଳଦୁଆ ପଡ଼ିଥିଲା। ଖାଲି ଅସୁବିଧା ନୁହେଁ, ଲୋକେ ଯେଉଁଭଳି ଶାରୀରିକ କଷ୍ଟ ସହୁଥିଲେ ତାକୁ ସେ ନିଜେ ଅନୁଭବ କଲେ। ସେ ଲେଖିଛନ୍ତି, ଉପରେ ମୁଣ୍ଡଫଟା ଖରା ଆଉ ତଳେ ତତଲା ଲୁହା ଚଟାଣ,
ଆମେ ସମସ୍ତେ ଯେମିତି ସିଝି ଯାଉଥିଲୁ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ସେତେବେଳେ ଲୋକେ ମାଲବାହୀ ବା ପଶୁଙ୍କ ପାଇଁ ତିଆରି ଛାତ ନଥିବା ଡବାରେ ଯାତ୍ରା କରୁଥିଲେ। ଆଉ ଶୃଙ୍ଖଳା ବୋଲି ତ କିଛି ନଥିଲା। ଟ୍ରେନରେ ଚଢ଼ିବା ପାଇଁ ଯେଭଳି ଠେଲାଫେଲା ହେରୁଥିଲା, ତାହା ସମ୍ମାନର ସମ୍ପୂର୍ଣ୍ଣ ଅଭାବକୁ ଦେଖାଉଥିଲା। ତାଙ୍କ ନିଜ ଅନୁଭୂତିରୁ ସେ କହିଛନ୍ତି, ଟ୍ରେନ୍ ଛାଡ଼ିବାକୁ ବସିଲା ବେଳେକୁ ଜଣେ ଲୋକ ମୋତେ ଝରକା ବାଟେ ଭିତରକୁ ଠେଲି ପୂରେଇ ଦେଲା। ଏହି ଛୋଟ ଘଟଣାଟି କେତେ ବଡ଼ ସାମାଜିକ ବିଶୃଙ୍ଖଳାର ପ୍ରତୀକ ଥିଲା, ତାହା ସେ ବୁଝିପାରୁଥିଲେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗାନ୍ଧୀ କେବଳ ସମସ୍ୟା ଦେଖି ଚୁପ୍ ବସିନଥିଲେ। ସେ ଜଣେ ଡାକ୍ତର ଭଳି ରୋଗର ନିଦାନ କରୁଥିଲେ। ତାଙ୍କର ପ୍ରତ୍ୟେକ କଷ୍ଟକର ଅନୁଭୂତି, ପ୍ରତ୍ୟେକ ଦୃଶ୍ୟ ତାଙ୍କ ପାଇଁ ଏକ ତଥ୍ୟ ଥିଲା, ଆଉ ଏହି ତଥ୍ୟକୁ ବ୍ୟବହାର କରି ସେ ପୂରା ଦେଶ ପାଇଁ ଏକ ସମାଧାନର ରାସ୍ତା ତିଆରି କରୁଥିଲେ। ତେବେ ତାଙ୍କର ଏହି ଯାତ୍ରାରୁ ସେ କେଉଁ ନିଷ୍କର୍ଷରେ ପହଞ୍ଚିଲେ? ସେ ବୁଝିଗଲେ ଯେ ଦେଶର ମୂଳ ସମସ୍ୟା ହେଉଛି ଭୟଙ୍କର ଦାରିଦ୍ର୍ୟ, ଅସ୍ୱାସ୍ଥ୍ୟକର ପରିବେଶ ଆଉ ଆର୍ଥିକ ପରାଧୀନତା। ସେ ଅନୁଭବ କଲେ ଯେମିତି ଦେଶର ଆତ୍ମା ହିଁ ଭାଙ୍ଗିଯାଇଛି, ଆଉ ଯେପର୍ଯ୍ୟନ୍ତ ଏହି ସାମାଜିକ ଓ ଆର୍ଥିକ ମୂଳଦ୍ୱାରକୁ ମଜବୁତ କରାନଯାଇଛି, ରାଜନୈତିକ ସ୍ୱାଧୀନତା ଏକ ସ୍ୱପ୍ନ ହୋଇ ରହିଯିବ। ଆଉ ଏହି ସମାଧାନ ପାଇଁ ସେ ଏକ ଦର୍ଶନ ତିଆରି କଲେ, ଯାହାର ନାଁ ସେ ଦେଲେ ସର୍ବୋଦୟ, ଅର୍ଥାତ୍ ସମସ୍ତଙ୍କର ଉନ୍ନତି। ନିଜର ଏହି ଚିନ୍ତାଧାରାକୁ ବାସ୍ତବ ରୂପ ଦେବା ପାଇଁ ସେ 1917ରେ ସାବରମତୀ ଆଶ୍ରମର ସ୍ଥାପନା କଲେ। ମନେ ରଖିବାକୁ ହେବ, ଏହା ଖାଲି ରହିବା ପାଇଁ ଏକ ଜାଗା ନଥିଲା, ଏହା ଥିଲା ଏକ ପ୍ରୟୋଗଶାଳା, ଏକ ଲ୍ୟାବୋରେଟରୀ, ଯେଉଁଠି ଏକ ନୂଆ ଆତ୍ମନିର୍ଭରଶୀଳ ଭାରତର ପରୀକ୍ଷା ନିରୀକ୍ଷା ଚାଲିଥିଲା। ଏହି ପ୍ରୟୋଗଶାଳାରେ ହିଁ ସେହି ସବୁ ସମସ୍ୟାର ସମାଧାନ ଖୋଜା ଚାଲିଲା, ଯାହା ସେ ଟ୍ରେନ୍ ଯାତ୍ରାରେ ଦେଖିଥିଲେ। ଆଉ ଏହି ସମାଧାନଗୁଡ଼ିକୁ ସେ ନାଁ ଦେଇଥିଲେ ରଚନାତ୍ମକ କାର୍ଯ୍ୟକ୍ରମ। ତାଙ୍କର ଏହି କାର୍ଯ୍ୟକ୍ରମଗୁଡ଼ିକ କୌଣସି ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନଥିଲା, ବରଂ ଗୋଟେ ସୁଚିନ୍ତିତ ଯୋଜନା ଥିଲା। ପ୍ରଥମତଃ ଖଦୀର ପ୍ରଚାର, ଦ୍ୱିତୀୟରେ ଗାଁ ଗହଳିରେ ସ୍ୱଚ୍ଛତା, ଆଉ ତୃତୀୟରେ ଶିକ୍ଷାରେ ସଂସ୍କାର, ଯାହାକୁ ସେ କହୁଥିଲେ ନଈ ତାଲିମ। ଦେଖିଲେ ତ, ପରାଧୀନତା, ଅପରିଷ୍କାରତା ଆଉ ଔପନିବେଶିକ ଶିକ୍ଷା, ଏହି ତିନୋଟି ବଡ଼ ରୋଗର ଏହା ଥିଲା ସିଧାସଳଖ ଚିକିତ୍ସା। ଆଉ ଏଇଠି କାହାଣୀଟା ଆହୁରି ମଜାଦାର ହେଇଯାଉଛି। କେମିତି ଏହି ଛୋଟ ଛୋଟ ସାମାଜିକ କାମଗୁଡ଼ିକ ଏତେ ବଡ଼ ରାଜନୈତିକ ବିପ୍ଳବର ଇଞ୍ଜିନ୍ ପାଲଟିଗଲା, ଆସନ୍ତୁ ଦେଖିବା। ଦେଖନ୍ତୁ, ବ୍ରିଟିଶମାନଙ୍କର ଆର୍ଥିକ ମଡେଲ କ'ଣ ଥିଲା? ସେମାନେ ନିଜ ଦେଶରୁ ଶସ୍ତା ମେସିନ୍ ତିଆରି କପଡ଼ା ଆଣି ଏଠି ବିକୁଥିଲେ, ଆଉ ଆମ ଗାଁରୁ ସବୁ ଧନ ଶୋଷି ନେଉଥିଲେ। ଏହାର ବିପରୀତରେ ଗାନ୍ଧୀଙ୍କର ଚିନ୍ତାଧାରା ଥିଲା ସ୍ୱରାଜ, ଅର୍ଥାତ୍ ଖଦୀ ମାଧ୍ୟମରେ ଆର୍ଥିକ ସ୍ୱାଧୀନତା। ଏହାଦ୍ୱାରା ଗାଁଗୁଡ଼ିକ ଶକ୍ତିଶାଳୀ ହେବେ, ଆଉ ଗାଁର ପଇସା ଗାଁରେ ରହିବ। ତେଣୁ ସୂତା କାଟିବାର ସେହି ସାଧାରଣ କାମଟି ବ୍ରିଟିଶ ସାମ୍ରାଜ୍ୟର ଅର୍ଥନୀତି ଉପରେ ଏକ ସିଧା ପ୍ରହାର ଥିଲା। ତେବେ ଏହି ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ କେମିତି ଆନ୍ଦୋଳନକୁ ଶକ୍ତି ଦେଲା? ପ୍ରଥମତଃ, ଖଦୀ ଲୋକଙ୍କୁ କାମ ଦେଲା। ବ୍ରିଟିଶ ଜିନିଷ ଉପରେ ନିର୍ଭରଶୀଳତା କମିଲା। ଦ୍ୱିତୀୟରେ, ଯେତେବେଳେ ଲୋକେ ଆତ୍ମନିର୍ଭରଶୀଳ ହେଲେ, ତାଙ୍କ ଭିତରେ ଆତ୍ମବିଶ୍ୱାସ ଆସିଲା। ତୃତୀୟରେ, ସମସ୍ତେ ମିଶି ସୂତା କାଟିବା ଭଳି କାମ ଜାତି ଧର୍ମର ବାଳ ଭାଙ୍ଗିଦେଲା। ଆଉ ଶେଷରେ, ଏହି ଛୋଟ ଛୋଟ ସଫଳତା ପ୍ରମାଣ କରିଦେଲା ଯେ ଅହିଂସା ଭାବେ କାମ କଲେ ବଡ଼ ପରିବର୍ତ୍ତନ ଆସିପାରିବ। ଏଇଟା ହିଁ ଥିଲା ଗାନ୍ଧୀଙ୍କର ରଣନୀତିର ମୂଳ କଥା। ସ୍ୱରାଜ କେହି ଦେଇଦେବେନି, ତାକୁ ନିଜେ ତିଆରି କରିବାକୁ ପଡ଼ିବ, ତଳୁ ମାଟିରୁ, ଗୋଟିଏ ଗୋଟିଏ ଗାଁ, ଗୋଟିଏ ଗୋଟିଏ ଗଡ଼ଠୁ। ଏହି ପୁରା କାହାଣୀ ଆମ ପାଇଁ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। କ'ଣ ଆଜିର ଦୁନିଆରେ ବି ସମସ୍ୟାର ସମାଧାନ ପାଇଁ ସେହି ଗଭୀର ସମାନୁଭୂତି, ମାନେ ଲୋକଙ୍କ କଷ୍ଟକୁ ନିଜେ ଅଙ୍ଗେ ନିଭେଇବା, ସବୁଠୁ ଶକ୍ତିଶାଳୀ ରାସ୍ତା ହୋଇପାରିବ? ହୁଏତ ଆମ ସମୟର ବଡ଼ ବଡ଼ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ଆମକୁ ଏହି ମଡେଲରୁ କିଛି ଶିଖିବାକୁ ମିଳିପାରେ। ଆମେ ସମସ୍ତେ ଭାବୁ ଯେ ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ବଡ଼ ବଡ଼ ସହରରେ ହୋଇଥିଲା। କିନ୍ତୁ କ'ଣ ଜାଣିଛନ୍ତି କି ଏହାର ମୂଳଦୁଆ ଏକ ଛୋଟ ଗାଁରୁ ପଡ଼ିଥିଲା? ଆଜି ଆମେ 1917ର ସେହି ଚମ୍ପାରଣ ସତ୍ୟାଗ୍ରହ ବିଷୟରେ କଥା ହେବା। ଏହା ଏମିତି ଏକ କୃଷକ ବିଦ୍ରୋହ ଥିଲା, ଯାହାକୁ ହୁଏତ ଅନେକେ ଭୁଲି ଯାଇଛନ୍ତି, କିନ୍ତୁ ଏହା ହିଁ ଭାରତର ସ୍ୱାଧୀନତା ସଂଗ୍ରାମର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ତାହେଲେ ଚାଲନ୍ତୁ ଆମ କାହାଣୀ ଆରମ୍ଭ କରିବା ବିହାରର ଚମ୍ପାରଣରୁ। ଆଜିକୁ 100 ବର୍ଷରୁ ଅଧିକ ସମୟ ତଳେ ଏହି ଅଞ୍ଚଳ ବ୍ରିଟିଶମାନଙ୍କ ଦ୍ୱାରା ଚାଲୁଥିବା ବାଧ୍ୟତାମୂଳକ ନୀଳ ଚାଷର ଏକ ଅତି ନିଷ୍ଠୁର ପ୍ରଣାଳୀରେ ବାନ୍ଧି ହୋଇ ରହିଥିଲା। ଏ ଶୋଷଣର କାହାଣୀ ଆମେ କୌଣସି ଇତିହାସ ବହିରୁ ନୁହେଁ, ବରଂ ସିଧାସଳଖ ଜଣେ ଚାଷୀଙ୍କ ମୁହଁରୁ ଶୁଣିବା। ତାଙ୍କର ଏହି କଥାଗୁଡ଼ିକ ସେହି ସମୟର ଯନ୍ତ୍ରଣାକୁ ଆମ ଆଖି ଆଗରେ ଜୀବନ୍ତ କରିଦେଉଛି। ଏହା କେବଳ ଇତିହାସ ନୁହେଁ, ଏହା ହେଉଛି ମଣିଷର ଦୁଃଖର ଏକ ନିଚ୍ଛକ କାହାଣୀ। ଏହି ପୂରା ସଂଘର୍ଷର ମୂଳରେ ଥିଲା ତିନି କାଠିଆ ପ୍ରଥା। ଆଚ୍ଛା, ଏଇଟା ଥିଲା କ'ଣ?
ଏହା ଏମିତି ଏକ ଅନ୍ୟାୟପୂର୍ଣ୍ଣ ନିୟମ ଥିଲା ଯେଉଁଥିରେ ଚାଷୀମାନେ ନିଜର ସବୁଠାରୁ ଭଲ ଜମିର ଏକ ନିର୍ଦ୍ଦିଷ୍ଟ ଅଂଶରେ ନୀଳ ଚାଷ କରିବାକୁ ବାଧ୍ୟ ଥିଲେ। କିନ୍ତୁ ତାର ଲାଭ ସେମାନଙ୍କୁ ନୁହେଁ ବରଂ ବ୍ରିଟିଶ ଜମିଦାରମାନଙ୍କୁ ମିଳୁଥିଲା। କିନ୍ତୁ କଥା କେବଳ ନୀଳ ଚାଷରେ ସୀମିତ ନଥିଲା। ୟୁରୋପୀୟ ଜମିଦାରମାନେ ଚାଷୀମାନଙ୍କୁ ଋଣ ଏବଂ ଭୟର ଏକ ଅଦୃଶ୍ୟ ଜାଲରେ ବାନ୍ଧି ରଖିଥିଲେ। ବେଆଇନ ଟିକ୍ସ ଆଦାୟ କରିବା, ଶାରୀରିକ ନିର୍ଯାତନା ଦେବା ଆଉ ସମ୍ପତ୍ତି ଜବତ କରିବା ସେମାନଙ୍କ ପାଇଁ ଏକ ସାଧାରଣ କଥା ଥିଲା। ହେଲେ ଏହି ଅନ୍ଧକାର ଭିତରେ ଆଶାର କିରଣ ନେଇ ଆସିଲେ ଜଣେ ଦୃଢ଼ ସଂକଳ୍ପୀ ଚାଷୀ। ସେ ନିଜ ଭାଗ୍ୟକୁ ଏହିପରି ଗ୍ରହଣ କରିବାକୁ ଆଦୌ ପ୍ରସ୍ତୁତ ନଥିଲେ। ସେହି ବ୍ୟକ୍ତି ହେଉଛନ୍ତି ରାଜକୁମାର ଶୁକ୍ଲା। ଭାବନ୍ତୁ ଟିକେ, ଜଣେ ସାଧାରଣ ଚାଷୀ, କିନ୍ତୁ ତାଙ୍କର ଅସାଧାରଣ ସଂକଳ୍ପ ସେତେବେଳେ ଇତିହାସର ଗତି ବଦଳାଇବାକୁ ଯାଉଥିଲା। ରାଜକୁମାର ଶୁକ୍ଲାଙ୍କ ଧୈର୍ଯ୍ୟ ବିଶ୍ୱାସ କରିବା ଭଳି ନଥିଲା। ମହାତ୍ମା ଗାନ୍ଧୀଙ୍କୁ ଚମ୍ପାରଣ ଆଣିବା ପାଇଁ ସେ ପୂରା ନିଜକୁ ଦେଇଦେଇଥିଲେ। ଲକ୍ଷ୍ନୌରୁ କାନପୁର, କାନପୁରରୁ ଅହମ୍ମଦାବାଦ ଏବଂ ଶେଷରେ କଲିକତା ସେ ଗାନ୍ଧୀଙ୍କୁ ଛାଇ ପରି ଅନୁସରଣ କରୁଥିଲେ। ଆଉ ସବୁଠାରୁ ବଡ଼ କଥା ହେଉଛି, ଏ କଥା ନିଜେ ଗାନ୍ଧିଜୀ କହିଛନ୍ତି। ତାଙ୍କ ଆତ୍ମଜୀବନୀରେ ସେ ନିଜେ ସ୍ୱୀକାର କରିଛନ୍ତି ଯେ ସେହି ସାଧାରଣ କିନ୍ତୁ ଦୃଢ଼ ନିଶ୍ଚୟୀ କୃଷକ ହିଁ ତାଙ୍କ ଚମ୍ପାରଣ ଆସିବା ପାଇଁ ବାଧ୍ୟ କରିଥିଲେ। ଶେଷରେ ରାଜକୁମାର ଶୁକ୍ଲାଙ୍କ ପ୍ରୟାସ ସଫଳ ହେଲା। ଗାନ୍ଧିଜୀ ଚମ୍ପାରଣରେ ପହଞ୍ଚିଲେ। କିନ୍ତୁ ସେ ଖାଲି ଭାଷଣ ଦେବା ପାଇଁ ଆସିନଥିଲେ। ସେ ଆସିଥିଲେ ସତ୍ୟ ସହିତ ପରୀକ୍ଷା କରିବାକୁ, ଏକ ପଦ୍ଧତିଗତ ଏବଂ ତଥ୍ୟ ଆଧାରିତ ଉପାୟରେ ସମସ୍ୟାର ମୂଳକୁ ଯିବା ପାଇଁ। ଗାନ୍ଧିଜୀଙ୍କ କାମ କରିବାର ଶୈଳୀ ପୂରା ଅଲଗା ଥିଲା। ଏହା କୌଣସି ସାଧାରଣ ବିରୋଧ ପ୍ରଦର୍ଶନ ନଥିଲା, ବରଂ ଏହା ଥିଲା ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଅନୁସନ୍ଧାନ। ସେ ଆଇନଜୀବୀଙ୍କ ଏକ ଦଳ ଗଠନ କଲେ, ହଜାର ହଜାର ଚାଷୀଙ୍କ ବୟାନ ରେକର୍ଡ କଲେ ଆଉ ଖୁବ୍ ଶୀଘ୍ର ବୁଝିଗଲେ ଯେ ଅସଲ ସମସ୍ୟା ଆଇନ ନୁହେଁ ବରଂ ଚାଷୀଙ୍କ ମନରେ ଥିବା ଭୟ। ଏହି କାମଟା କେତେ ବଡ଼ ଥିଲା ତାହା ଏହି ସଂଖ୍ୟାରୁ ହିଁ ଅନୁମାନ କରିହେବ। 8,000, ହଁ, 8,000ରୁ ଅଧିକ ଚାଷୀଙ୍କ ବୟାନ ରେକର୍ଡ କରାଗଲା ମାତ୍ର କିଛି ମାସ ଭିତରେ। ପ୍ରତ୍ୟେକଟି ବୟାନ ଥିଲା ଅନ୍ୟାୟର ଗୋଟିଏ ଗୋଟିଏ ଜୀବନ୍ତ ପ୍ରମାଣ। ତ ଏହି ଅନୁସନ୍ଧାନ ଚାଲୁଥିବା ବେଳେ ସଂଘର୍ଷ ତ ନିଶ୍ଚିତ ଥିଲା। ଗୋଟିଏ ପଟେ ଥିଲେ ବ୍ରିଟିଶ ସରକାରର ଅହଙ୍କାରୀ ଅଧିକାରୀ, ଯେଉଁମାନେ ଗାନ୍ଧୀଙ୍କୁ ବାହାର ଲୋକ କହି ଫେରିଯିବାକୁ କହୁଥିଲେ, ଆଉ ଅନ୍ୟପଟେ ଥିଲେ ଗାନ୍ଧୀ, ଯିଏ ଶାନ୍ତିପୂର୍ଣ୍ଣ ଭାବରେ କିନ୍ତୁ ଦୃଢ଼ ଭାବରେ ନିଜ କାମରେ ଲାଗିଥିଲେ। ଧୀରେ ଧୀରେ ଏହି ସଂଘର୍ଷ ଏକ ନାଟକୀୟ ମୋଡ଼ ନେଲା। ଏବେ ଆମେ ସେହି ମୁହୂର୍ତ୍ତ ବିଷୟରେ ଜାଣିବା ଯେତେବେଳେ ଗାନ୍ଧୀକୁ ଗିରଫ କରାଗଲା ଆଉ ଭାରତରେ ପ୍ରଥମ ଥର ପାଇଁ ଅମାନ୍ୟର ଶକ୍ତି ବା ସତ୍ୟାଗ୍ରହର ପ୍ରୟୋଗ ହେଲା। ତାରିଖ ଥିଲା ଏପ୍ରିଲ 16, 1917। ଜଣେ ଚାଷୀଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ କରୁଥିବା ବେଳେ ବ୍ରିଟିଶ ପୋଲିସ ଗାନ୍ଧୀଙ୍କୁ ଗିରଫ କଲା। କିନ୍ତୁ ଏହା ଏକ ସାଧାରଣ ଗିରଫଦାରୀ ନଥିଲା। ଏହା ସେହି ମୁହୂର୍ତ୍ତ ଥିଲା ଯାହା ସବୁକିଛି ବଦଳାଇ ଦେବାକୁ ଯାଉଥିଲା। ତାଙ୍କ ହାତରେ ଏକ ସରକାରୀ ନୋଟିସ ଧରାଇ ଦିଆଗଲା, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଥିଲା, ଜିଲ୍ଲା ଛାଡ଼ି ପରବର୍ତ୍ତୀ ଟ୍ରେନ୍ରେ ଚାଲିଯାଅ। ଏହା ବ୍ରିଟିଶ ସରକାର ତରଫରୁ ଏକ ସିଧାସଳଖ ଚ୍ୟାଲେଞ୍ଜ ଥିଲା। ଆଉ ଏଥିରେ ହିଁ ଦେଖନ୍ତୁ ଅସଲ ଚମତ୍କାର। ଗାନ୍ଧୀ ଚାଷୀମାନଙ୍କୁ ଭୟରୁ ମୁକ୍ତ କରିବାରେ ସଫଳ ହୋଇସାରିଥିଲେ। କାହାରି ଡାକରା ବିନା ହଜାର ହଜାର ଲୋକ କୋର୍ଟ ବାହାରେ ଏକାଠି ହୋଇଗଲେ। ଏହା ଥିଲା ଜନଶକ୍ତିର ପ୍ରଥମ ପ୍ରଦର୍ଶନ। ଏହି ବିଶ୍ଳେଷଣର ଏହା ହେଉଛି ଚରମ ବିନ୍ଦୁ। କୋର୍ଟରେ ଗାନ୍ଧୀଙ୍କ ବୟାନ, ଯେଉଁଥିରେ ସେ ଆଇନ ଅମାନ୍ୟର ମୂଳ ନୀତିକୁ ବୁଝାଇଥିଲେ। ସେ କହିଲେ ଯେ ସେ ସରକାରୀ ଆଇନକୁ ଅସମ୍ମାନ କରୁନାହାନ୍ତି, ବରଂ ତାଠାରୁ ବି ବଡ଼ ବିବେକର ଆଇନକୁ ପାଳନ କରୁଛନ୍ତି। ଏକ ନୂଆ ପ୍ରକାରର ପ୍ରତିରୋଧ, ହଜାର ହଜାର ଲୋକଙ୍କର ଶାନ୍ତିପୂର୍ଣ୍ଣ ବିରୋଧ ଆଉ ଗାନ୍ଧୀଙ୍କର ନୈତିକ ଦୃଢ଼ତା, ଏସବୁ ଦେଖି ବ୍ରିଟିଶ ଅଧିକାରୀମାନେ ପୂରା ଦ୍ୱନ୍ଦ୍ୱରେ ପଡ଼ିଗଲେ। ଶେଷରେ ସେମାନେ ମାମଲା ପ୍ରତ୍ୟାହାର କରିନେଲେ ଆଉ ଏହା ଥିଲା ଭାରତୀୟ ମାଟିରେ ସତ୍ୟାଗ୍ରହର ପ୍ରଥମ ଐତିହାସିକ ବିଜୟ। ଏହି ବିଜୟ ପରେ ଚମ୍ପାରଣର ଭାଗ୍ୟ ସବୁଦିନ ପାଇଁ ବଦଳିଗଲା। ତାହେଲେ ଚାଲନ୍ତୁ ଦେଖିବା ଏହି ଆନ୍ଦୋଳନର ଅସଲ ଫଳାଫଳ କ'ଣ ଥିଲା ଆଉ ଏହା ସମଗ୍ର ଦେଶ ପାଇଁ କିପରି ଏକ ଉଦାହରଣ ତିଆରି କଲା। ପରିବର୍ତ୍ତନଗୁଡ଼ିକ ବହୁତ ସ୍ପଷ୍ଟ ଥିଲା। ବର୍ଷ ବର୍ଷ ଧରି ଚାଲି ଆସୁଥିବା ତିନିକାଠିଆ ପ୍ରଥାକୁ ବନ୍ଦ କରାଗଲା। ବେଆଇନି ଭାବେ ଆଦାୟ କରାଯାଇଥିବା ଅର୍ଥର ଏକ ଅଂଶ ଫେରସ୍ତ କରାଗଲା। ଆଉ ସବୁଠାରୁ ବଡ଼ କଥା, ଚାଷୀମାନେ ଭୟରୁ ମୁକ୍ତ ହେଲେ। ସତ କହିବାକୁ ଗଲେ ଏହା ଥିଲା ଏକ ନିର୍ଣ୍ଣାୟକ ବିଜୟ। ତେଣୁ ଚମ୍ପାରଣ କେବଳ ଏକ ସ୍ଥାନୀୟ କୃଷକ ଆନ୍ଦୋଳନ ହୋଇ ରହିଲା ନାହିଁ, ଏହା ସମଗ୍ର ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ବାଟ ଦେଖାଇଲା।
ଏହା ପ୍ରମାଣିତ କଲା ଯେ ଅହିଂସା ଏବଂ ସାମୂହିକ ଆଇନ ଅମାନ୍ୟ କେତେ ବଡ଼ ଶକ୍ତିଶାଳୀ ଅସ୍ତ୍ର। ଚମ୍ପାରଣେ ଏକ ବ୍ଲୁପ୍ରିଣ୍ଟ ତ ଦେଇଦେଲା, କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ରଣନୀତି କିଛି ଜମିଦାରଙ୍କ ବିରୁଦ୍ଧରେ କାମ ଦେଲା, ତାହା କ'ଣ ଏକ ବିଶାଳ ସାମ୍ରାଜ୍ୟକୁ ହଲାଇ ପାରିବ? ଏହି ପ୍ରଶ୍ନର ଉତ୍ତର ହିଁ ଆଗକୁ ଭାରତର ଭବିଷ୍ୟତ ସ୍ଥିର କରିବାର ଥିଲା। ନମସ୍କାର। ଆଜି ଆସନ୍ତୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଏଭଳି ପୃଷ୍ଠାକୁ ଉଲ୍ଟାଇବା ଯେଉଁଠି ମୁଠାଏ କୃଷକ ଗୋଟେ ବିରାଟ ସାମ୍ରାଜ୍ୟ ଆଗରେ ଛାତି ଦେଖାଇ ଛିଡ଼ା ହୋଇଥିଲେ। ଏ ହେଉଛି ଖେଡ଼ା ସତ୍ୟାଗ୍ରହର କାହାଣୀ। ଆଚ୍ଛା, ଆଲୋଚନା ଆରମ୍ଭରୁ ହିଁ ଗୋଟେ ମୌଳିକ ପ୍ରଶ୍ନ। ଗୋଟେ ବିଶାଳ ସାମ୍ରାଜ୍ୟ ଯାହା ପାଖରେ ସବୁ ଶକ୍ତି ଅଛି, ତା ବିରୁଦ୍ଧରେ ବିନା ଅସ୍ତ୍ରରେ କେମିତି ଲଢ଼ାଇ ହେବ? ଖେଡ଼ାର କୃଷକମାନେ ଏହାର ଜବାବ ଏକ ନୂଆ ଆଉ ବହୁତ ଶକ୍ତିଶାଳୀ ଉପାୟରେ ଦେଇଥିଲେ। ତେବେ ଆସନ୍ତୁ କାହାଣୀର ମୂଳକୁ ଯିବା। ଆମେ ସମୟରେ ପଛକୁ ଯାଉଛେ 1918 ମସିହାର ଗୁଜରାଟର ଖେଡ଼ାକୁ, ଯେଉଁଠି ଗୋଟେ ବଡ଼ ସଙ୍କଟ ଧୀରେ ଧୀରେ ମୁଣ୍ଡ ଟେକୁଥିଲା। ସମୟ ଥିଲା 1918 ଆଉ ସ୍ଥାନ ଥିଲା ଗୁଜରାଟର ଖେଡ଼ା ଜିଲ୍ଲା। ସେତେବେଳେ ସେହି ଅଞ୍ଚଳଟା ବହୁତ ଖରାପ ପରିସ୍ଥିତିରେ ଗତି କରୁଥିଲା, ଏକ ପ୍ରକାର ଭୟଙ୍କର ଦୁର୍ଦ୍ଦଶାର ସାମ୍ନା କରୁଥିଲା। ଭାବନ୍ତୁ ତ, କୃଷକମାନଙ୍କ ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଥିଲା। ପ୍ରଥମେ ତ ଫସଲ ପୁରା ନଷ୍ଟ ହୋଇଗଲା, ତାପରେ ଦୁର୍ଭିକ୍ଷ ପଡ଼ିଲା, ଆଉ ଦୁଃଖ ଯେମିତି ସରିବାର ନାଁ ନେଉନଥିଲା। ପ୍ଲେଗ୍ ଆଉ ହଇଜା ଭଳି ମହାମାରୀ ଆସି ସେମାନଙ୍କ ଜୀବିକାକୁ ପୂରାପୂରି ଛାରଖାର କରିଦେଲା। ଆଉ ଏହି ସବୁ ଦୁଃଖ କଷ୍ଟ ଭିତରେ ଯେମିତିକି ଏତିକି ଯଥେଷ୍ଟ ନଥିଲା, ବ୍ରିଟିଶ ସରକାର ସେଠାକାର ପାଟିଦାର କୃଷକ ସମାଜ ଉପରେ ସିଧାସଳଖ 23% ଟିକସ ବଢ଼ାଇଦେଲେ। ଏହା ତ ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି କଥା ଥିଲା। ମଜାର କଥା ହେଉଛି, କିମ୍ବା କହିବାକୁ ଗଲେ ଦୁଃଖର କଥା, ସେତେବେଳର ଆଇନ ପ୍ରକୃତରେ କୃଷକମାନଙ୍କ ସପକ୍ଷରେ ହିଁ ଥିଲା। ନିୟମ କହୁଥିଲା ଯେ ଯଦି ଫସଲ ଏତେ ମାତ୍ରାରେ ନଷ୍ଟ ହୁଏ, ତେବେ ସେମାନଙ୍କୁ କର ଛାଡ଼ ମିଳିବା କଥା। କିନ୍ତୁ ସରକାର ସେମାନଙ୍କ କୌଣସି ବି କଥାକୁ କାନକୁ ନେଲେନି, ସବୁ ଆବେଦନକୁ ଅଣଦେଖା କରିଦେଲେ। ତେଣୁ ଯେତେବେଳେ ସବୁ ରାସ୍ତା ବନ୍ଦ ହେଲା ପରି ଲାଗିଲା, ସେତେବେଳେ କୃଷକମାନେ ସାହାଯ୍ୟ ଖୋଜିଲେ। ଆଉ ସେହି ସାହାଯ୍ୟ ଆସିଲା ମହାତ୍ମା ଗାନ୍ଧୀଙ୍କ ରୂପରେ ଏକ ବୈପ୍ଳବିକ ବିଚାର ସହିତ। ଗାନ୍ଧୀ ସେମାନଙ୍କ ସଂଘର୍ଷ ପାଇଁ ଏକ ନୂଆ କିନ୍ତୁ ବହୁତ ଶକ୍ତିଶାଳୀ ଅସ୍ତ୍ରର ପ୍ରସ୍ତାବ ଦେଲେ, ସତ୍ୟାଗ୍ରହ। ଏହା କେବଳ ଗୋଟିଏ ଶବ୍ଦ ନଥିଲା, ଏହା ଥିଲା ଅହିଂସା ପ୍ରତିରୋଧର ଏକ ପୂରା ଦର୍ଶନ। ଏହାର ଅର୍ଥ ଥିଲା ସତ୍ୟ ପାଇଁ ଆଗ୍ରହ ବା ଆତ୍ମାର ଶକ୍ତି। ହଁ, ଗାନ୍ଧିଜୀ ତ ନିଶ୍ଚୟ ରାସ୍ତା ଦେଖାଉଥିଲେ। ସେ ଥିଲେ ଆଧ୍ୟାତ୍ମିକ ମାର୍ଗଦର୍ଶକ, କିନ୍ତୁ ପ୍ରକୃତିରେ ମାଟିରେ କାମ କରୁଥିଲେ, ଲୋକଙ୍କୁ ଏକାଠି କରୁଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ସ୍ଥାନୀୟ ନେତା, ସେମାନେ ହିଁ ଥିଲେ ଏହି ପୂରା ଆନ୍ଦୋଳନର ମେରୁଦଣ୍ଡ। ଆଚ୍ଛା, ତେବେ ଏହି ଯୋଜନାକୁ କାମରେ କେମିତି ଲଗାଗଲା? ଏହାର ଆରମ୍ଭ ହେଲା ଗୋଟେ ଶକ୍ତିଶାଳୀ ଏକଜୁଟ ଶପଥରୁ। ସବୁ କୃଷକ ଏକାଠି ହୋଇ ଯେଉଁ ଶପଥ ନେଲେ, ତାହା ସେମାନଙ୍କର ସାହସ ଆଉ ଏକତାର ପ୍ରମାଣ ଦିଏ। ସେମାନେ ସ୍ପଷ୍ଟ କହିଲେ, ଆମେ ଆମ ଜମି ହରାଇବାକୁ ପ୍ରସ୍ତୁତ, କିନ୍ତୁ ଏହି ଅନ୍ୟାୟପୂର୍ଣ୍ଣ ଟିକସ ଦେଇ ଆମ ଆତ୍ମସମ୍ମାନକୁ ବିକିବୁ ନାହିଁ। ଏହା ଥିଲା ସେମାନଙ୍କର ଅଦ୍ଭୁତ ସଂକଳ୍ପ। ଏଠି ଚିତ୍ରଟା ପୂରା ସ୍ପଷ୍ଟ ଥିଲା। ଗୋଟେ ପଟେ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ଟିକସ ଦେବାକୁ ମନା କଲେ, ସମ୍ପୂର୍ଣ୍ଣ ଅହିଂସା ରହିଲେ ଏବଂ ବିନା ପ୍ରତିରୋଧରେ ଗିରଫ ହେଲେ। ଆଉ ଅନ୍ୟପଟେ ସରକାର ଦମନର ରାସ୍ତା ଆପଣେଇଲେ। ସେମାନଙ୍କର ଜମି, ଗୃହପାଳିତ ପଶୁ ସବୁ ଜବତ କରିନେଲେ। ଆଉ ସବୁଠୁ ବଡ଼ କଥା କ'ଣ ଥିଲା ଜାଣନ୍ତି? ସବୁକିଛି ହରାଇବା ପରେ ବି ନିଜର ଘର, ଜମି, ଜୀବିକା ସବୁ ବାଜିରେ ଲାଗିଥିବା ସତ୍ତ୍ୱେ ଖେଡ଼ାର ଅଧିକାଂଶ କୃଷକ ଏକଜୁଟ ହୋଇ ଛିଡ଼ା ହୋଇଥିଲେ। ଏହି ଯେଉଁ ଅଟଳ ଅନୁଶାସନ ଆଉ ଏକତା ଥିଲା, ଶେଷରେ ତାହା ହିଁ ଶକ୍ତିଶାଳୀ ବ୍ରିଟିଶ ସରକାରଙ୍କୁ ଆଲୋଚନା ଟେବୁଲକୁ ଆସିବାକୁ ବାଧ୍ୟ କଲା। ତେବେ ସମାଧାନ କ'ଣ ବାହାରିଲା? ପ୍ରଥମତଃ ସରକାର ସେହି ବର୍ଷ ଏବଂ ତା ପର ବର୍ଷ ପାଇଁ ଟିକସ ସ୍ଥଗିତ ରଖିଲେ। ଦ୍ୱିତୀୟତଃ ଯେଉଁ 23% ଟିକସ ବଢ଼ିଥିଲା, ତାକୁ ପ୍ରତ୍ୟାହାର କରି ନିଆଗଲା। ଆଉ ତୃତୀୟରେ ଜବତ ହୋଇଥିବା ସମ୍ପତ୍ତି ଫେରାଇ ଦେବାର ବ୍ୟବସ୍ଥା କରାଗଲା। ଏହା କୃଷକମାନଙ୍କ ପାଇଁ ଏକ ବହୁତ ବଡ଼ ବିଜୟ ଥିଲା। କିନ୍ତୁ ଏଠି ଗୋଟେ ଗୁପ୍ତ କଥା ବି ଥିଲା। ସରକାର ଲୋକଦେଖାଣିଆ ଭାବେ କୌଣସି ବଡ଼ ଘୋଷଣା କଲେ ନାହିଁ, କିନ୍ତୁ ଭିତରେ ଭିତରେ ନିଜର ଅଧିକାରୀଙ୍କୁ କହିଦେଲେ ଯେ କେବଳ ଯିଏ ଦେବାକୁ ସକ୍ଷମ ତାଠାରୁ ହିଁ ଟିକସ ନିଆଯିବ। ଏହା ଏକ ପ୍ରକାରର ମୁହଁ ବଞ୍ଚାଇବାର ଉପାୟ ଥିଲା। ହେଲେ 100 ବର୍ଷରୁ ଅଧିକ ପୁରୁଣା ଗୋଟେ ସ୍ଥାନୀୟ କର ବିଦ୍ରୋହ ଆଜି ଆମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଚାଲନ୍ତୁ ଏହାର ସ୍ଥାୟୀ ପ୍ରଭାବ ଉପରେ ନଜର ପକାଇବା, କାରଣ ଏହା ହିଁ କାହାଣୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ଏକାକୀ ଦେଖିଲେ ହେବନି। ଖେଡ଼ା ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ସିଡ଼ି। 1917ରେ ଚମ୍ପାରଣ, ତାପରେ 1918ରେ ଖେଡ଼ାର ସଫଳତା, ଏହି ଦୁଇଟି ଘଟଣା ହିଁ ସତ୍ୟାଗ୍ରହର ଶକ୍ତିକୁ ପ୍ରମାଣିତ କଲା ଏବଂ 1920ର ବଡ଼ ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ ପାଇଁ ରାସ୍ତା ତିଆରି କଲା। ତେବେ ଖେଡ଼ାର ପ୍ରଭାବ କେତେ ଦୂର ଯାଇଥିଲା? ଏହା
ଗାନ୍ଧୀଙ୍କୁ ଜଣେ ଜାତୀୟ ଜନନେତା ଭାବେ ପ୍ରତିଷ୍ଠା ଦେଲା, ସତ୍ୟାଗ୍ରହକୁ ଅନ୍ୟାୟ ବିରୁଦ୍ଧରେ ଏକ ସଫଳ ଅସ୍ତ୍ର ବୋଲି ପ୍ରମାଣିତ କଲା, ଭାରତର ଗାଁ ଗହଳିରେ ସ୍ୱାଧୀନତା ସଂଗ୍ରାମର ମୂଳଦୁଆକୁ ମଜବୁତ କଲା ଏବଂ କେବଳ ଭାରତ କାହିଁକି ଏହା ସାରା ବିଶ୍ୱର ଅହିଂସା ଆନ୍ଦୋଳନ ପାଇଁ ଏକ ପ୍ରେରଣା ପାଲଟିଗଲା। ଆଉ ଶେଷରେ ଖେଡ଼ା ସତ୍ୟାଗ୍ରହ ଆମ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଛିଡ଼ା କରେ। ଏହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଯେତେବେଳେ ଆଇନ ହିଁ ଅନ୍ୟାୟ କରେ ସେତେବେଳେ ସେହି ଆଇନକୁ ଭାଙ୍ଗିବା କ'ଣ ଏକ ନୈତିକ କର୍ତ୍ତବ୍ୟ ନୁହେଁ କି? ନମସ୍କାର, ଆସନ୍ତୁ ଆଜି ଏକ ଏମିତି କାହାଣୀ ଭିତରକୁ ଯିବା ଯାହା ଇତିହାସର ମୋଡ଼ ବଦଳେଇ ଦେଇଥିଲା। ଏହା ହେଉଛି ଗୋଟେ ହରତାଳର କାହାଣୀ, ଆଉ ଗୋଟେ ଅନଶଣର। ଆଉ ଏହାକୁ ପରିଚାଳନା କରୁଥିଲେ ଜଣେ ଏମିତି ବ୍ୟକ୍ତି ଯାହାଙ୍କୁ ସାରା ଦୁନିଆ ଚିହ୍ନେ, କିନ୍ତୁ ହୁଏତ ତାଙ୍କ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଟି ବିଷୟରେ ଅନେକେ ଜାଣିନଥିବେ। ତ ଗୋଟେ ପ୍ରଶ୍ନ ମନକୁ ଆସେ ନୁହେଁ କି, ଖାଇବା ଛାଡ଼ିଦେବା ଏହା ତ ଗୋଟେ ବ୍ୟକ୍ତିଗତ କଥା, କିନ୍ତୁ ଏହି ବ୍ୟକ୍ତିଗତ କାର୍ଯ୍ୟ କେମିତି ହଜାର ହଜାର ଲୋକଙ୍କ ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ ହୋଇପାରିବ? ଆସନ୍ତୁ ଏହି କୌତୂହଳପୂର୍ଣ୍ଣ ପ୍ରଶ୍ନର ଉତ୍ତର ଖୋଜିବା। ଚାଲନ୍ତୁ ଟିକେ ସମୟ ପଛକୁ ଯିବା 1918 ମସିହାର ଅହମ୍ମଦାବାଦକୁ। ସେତେବେଳେ ସହରଟା ସୂତାକଳର ଧୂଆଁ ଆଉ କୋଳାହଳରେ ସବୁବେଳେ ବ୍ୟସ୍ତ ରହୁଥିଲା। କିନ୍ତୁ ଏହି ବ୍ୟସ୍ତତା ଭିତରେ ମିଲ୍ ମାଲିକ ଆଉ ଶ୍ରମିକମାନଙ୍କ ଭିତରେ ଗୋଟେ ବଡ଼ ଧରଣର ବିବାଦର ନିଆଁ ଧୀରେ ଧୀରେ ଜଳୁଥିଲା। ତ ଏହି ବିବାଦର ମୂଳ କାରଣଟା କ'ଣ ଥିଲା ଜାଣନ୍ତି? ଗୋଟେ ମହାମାରୀ। ସେତେବେଳେ ସହରରେ ଭୟଙ୍କର ଭାବେ ପ୍ଲେଗ୍ ବ୍ୟାପିଥିଲା। ଆଉ ଶ୍ରମିକମାନେ ଯେମିତି ସହର ଛାଡ଼ି ନ ପଳାଇବେ ସେଥିପାଇଁ ମାଲିକମାନେ ତାଙ୍କୁ ଗୋଟେ ପ୍ଲେଗ୍ ବୋନସ୍ ଦେଉଥିଲେ। ହେଲେ 1918 ଜାନୁଆରୀ ବେଳକୁ ଯେତେବେଳେ ମହାମାରୀର ପ୍ରକୋପ ଟିକେ କମିଗଲା, ସେମାନେ ହଠାତ୍ ସେହି ବୋନସ୍କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ। ଦେଖନ୍ତୁ, ଦୁଇପଟର କଥା କେତେ ଅଲଗା ଥିଲା। ଗୋଟେପଟେ ଶ୍ରମିକମାନେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥିବାରୁ ଜିନିଷପତ୍ରର ଦାମ ଆକାଶଛୁଆଁ ହୋଇଯାଇଥିଲା, ତେଣୁ ସେମାନେ ନିଜର ମଜୁରୀ 50% ବଢ଼ାଇବାକୁ ଦାବି କରୁଥିଲେ। ଆଉ ଅନ୍ୟପଟେ ମାଲିକମାନେ କହୁଥିଲେ ଆମେ କେବଳ 20% ଦେଇପାରିବୁ, ତାଠୁ ଅଧିକା ନୁହେଁ। ଏହି ଯେଉଁ ବଡ଼ ପାର୍ଥକ୍ୟ ଥିଲା, ସେଇଠୁ ହିଁ ଆରମ୍ଭ ହେଲା ପ୍ରକୃତ ସଂଘର୍ଷ। ଯେତେବେଳେ କଥାବାର୍ତ୍ତା କିଛି କାମ ଦେଲାନି ଆଉ ପରିସ୍ଥିତି ଅଧିକ ଖରାପ ହେବାକୁ ଲାଗିଲା, ଶ୍ରମିକମାନେ ବୁଝିଗଲେ ଯେ ସେମାନଙ୍କୁ କିଛି ନୂଆ ବାଟ ଖୋଜିବାକୁ ପଡ଼ିବ। ସେମାନେ ଏମିତି ଜଣେ ନେତାଙ୍କୁ ଖୋଜୁଥିଲେ ଯିଏ ଏହି ସମସ୍ୟାକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରୁ ଦେଖିପାରିବେ। ଆଉ ଏହି ସମୟରେ ହତାଶ ହୋଇ ଶ୍ରମିକମାନେ ଯାଇ ପହଞ୍ଚିଲେ ସମାଜସେବୀ ଅନସୂୟା ସରଭାଇଙ୍କ ପାଖରେ। ସେ ହିଁ ଏ ସଙ୍କଟ ସମୟରେ ମଧ୍ୟସ୍ଥତା କରିବା ପାଇଁ ମହାତ୍ମା ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ। ତ ସେତେବେଳକୁ ଗାନ୍ଧୀ କିଏ ଥିଲେ? ସେ କିଛି ବର୍ଷ ତଳେ ମାନେ 1915ରେ ଦକ୍ଷିଣ ଆଫ୍ରିକାରେ ଦୀର୍ଘ 20 ବର୍ଷର ସଂଘର୍ଷ ପରେ ଭାରତ ଫେରିଥିଲେ। ଆଉ ଠିକ୍ ତା ପୂର୍ବ ବର୍ଷ 1917ରେ ଚମ୍ପାରଣ ସତ୍ୟାଗ୍ରହରେ ଏକ ବଡ଼ ସଫଳତା ପାଇସାରିଥିଲେ। ତେଣୁ ସେ କେବଳ ଜଣେ ନୂଆ ନେତା ନଥିଲେ, ବରଂ ନିଜର ଅହିଂସା ପଦ୍ଧତିକୁ ଭାରତର ମାଟିରେ ପରଖିବା ଆରମ୍ଭ କରିଦେଇଥିଲେ। ଏବେ ଆସନ୍ତୁ ଦେଖିବା ଗାନ୍ଧୀଙ୍କର ରଣନୀତି କ'ଣ ଥିଲା। ସେ କିଛି ସାଧାରଣ ଧର୍ମଘଟ ବା ବିରୋଧର କଥା କହିନଥିଲେ। ସେ ଆଣିଥିଲେ ଏକ ସମ୍ପୂର୍ଣ୍ଣ ନୂଆ ଦର୍ଶନ, ଏକ ଅନନ୍ୟ ରଣନୀତି, ଯାହାର ନାଁ ଥିଲା ସତ୍ୟାଗ୍ରହ। ଏହା ଥିଲା ଏକ ଲଢ଼େଇ, କିନ୍ତୁ ଏକ ଏମିତି ଅସ୍ତ୍ର ସହିତ ଯାହା ପ୍ରକୃତରେ କୌଣସି ଅସ୍ତ୍ର ନଥିଲା। ତ ଏ ସତ୍ୟାଗ୍ରହ ଜିନିଷଟା ପ୍ରକୃତରେ କ'ଣ? ଏହାର ସିଧାସଳଖ ଅର୍ଥ ହେଉଛି ସତ୍ୟ ପାଇଁ ଆଗ୍ରହ ବା ସତ୍ୟର ଶକ୍ତି। ଏହା କେବଳ ମାରପିଟ ନ କରି ଚୁପ୍ ବସିବା ନଥିଲା, ବରଂ ସତ୍ୟ ଏବଂ ନ୍ୟାୟ ପାଇଁ ଦୃଢ଼ ଭାବରେ ଛିଡ଼ା ହେବାର ଏକ ସକ୍ରିୟ ମାର୍ଗ ଥିଲା। ଏହା ଥିଲା ଏକ ନୈତିକ ଶକ୍ତି। ଏହି ଯେଉଁ ଅଦ୍ଭୁତ ବିଚାର, ଏଇଟା କେଉଁଠୁ ଆସିଲା? ଏହା କୌଣସି ଗୋଟିଏ ଜାଗାରୁ ଆସିନଥିଲା। ଏହା ଭିତରେ ଭଗବତ୍ ଗୀତା ଓ ଜୈନ ଧର୍ମର ଅହିଂସା ଥିଲା, ତ ପୁଣି ବାଇବେଲର କ୍ଷମା ଭାବ ବି ଥିଲା। ଏହା ସହିତ ଲିଓ ଟଲଷ୍ଟୟ ଆଉ ଜନ୍ ରସ୍କିନ୍ଙ୍କ ଭଳି ପାଶ୍ଚାତ୍ୟ ଚିନ୍ତାନାୟକଙ୍କ ବିଚାରର ବି ଗଭୀର ପ୍ରଭାବ ଥିଲା। ଏହା ଥିଲା ଏକ ଅନନ୍ୟ ମିଶ୍ରଣ। ଗାନ୍ଧୀଙ୍କ ଦର୍ଶନ କେବଳ ବଡ଼ ବଡ଼ କଥାରେ ସୀମିତ ନଥିଲା। ଏହା ଥିଲା ବ୍ୟାବହାରିକ ଆଦର୍ଶବାଦ, ମାନେ ଖାଲି ସତ୍ୟ ଅହିଂସାର କଥା କହିବା ନୁହେଁ, ବରଂ ସେହି ଆଦର୍ଶକୁ ନେଇ ପ୍ରକୃତରେ ମାଟିରେ କାମ କରିବା ଆଉ ସମାଜରେ ପରିବର୍ତ୍ତନ ଆଣିବା। ଆଉ ଏହି ମିଲ୍ ହରତାଲ ଥିଲା ଏହାର ଏକ ଜୀବନ୍ତ ପରୀକ୍ଷା। ଆଉ ଏହି କଥାଟାକୁ ବହୁତ ସୁନ୍ଦର ଭାବରେ ଏହି ଉଦ୍ଧୃତିଟି ବୁଝେଇ ଦେଉଛି। କୁହାଯାଏ ଯେ ଗାନ୍ଧୀଙ୍କର ଦର୍ଶନ ଏକ ଦୁଇଧାରିଆ ଅସ୍ତ୍ର ପରି। ଏହାର ଲକ୍ଷ୍ୟ କେବଳ ଶ୍ରମିକଙ୍କର ଦାବି ପୂରଣ କରିବା ନଥିଲା। ଏହାର ଲକ୍ଷ୍ୟ ଥିଲା ଶ୍ରମିକ ଆଉ ମାଲିକ ଉଭୟଙ୍କୁ ବଦଳାଇବା, ସମଗ୍ର ସମ୍ପର୍କଟାକୁ ହିଁ ବଦଳାଇ ଦେବା। ତ ଗାନ୍ଧୀଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ହରତାଳ ଆରମ୍ଭ ହେଲା। ଦିନ ପରେ ଦିନ ବିତିଲା,
କିନ୍ତୁ କିଛିଦିନ ପରେ ଏକ ଏମିତି ମୁହୂର୍ତ୍ତ ଆସିଲା ଯାହା ଏହି ପୂରା ସଂଘର୍ଷର ଦିଗ ହିଁ ବଦଳେଇ ଦେଲା। ଭାବି ଦେଖନ୍ତୁ, ଦିନ ପରେ ଦିନ ବିତି ଯାଉଛି, ପେଟରେ ଭୋକ, ଘରେ ଚିନ୍ତା, ଆଗକୁ କ'ଣ ହବ କିଛି ଜଣାନାହିଁ। ଧୀରେ ଧୀରେ ଶ୍ରମିକମାନଙ୍କର ଧୈର୍ଯ୍ୟ ଆଉ ମନୋବଳ ଭାଙ୍ଗିବାକୁ ଲାଗିଲା। ସେତେବେଳେ ଗାନ୍ଧୀଙ୍କ ସାମ୍ନାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଏହି ଭାଙ୍ଗି ପଡ଼ୁଥିବା ମନୋବଳକୁ ପୁଣିଥରେ କେମିତି ଯୋଡ଼ାଯିବ। ଆଉ ଏଇଠି ଗାନ୍ଧୀ ଏକ ଏମିତି ପଦକ୍ଷେପ ନେଲେ ଯାହା ସମସ୍ତଙ୍କୁ ଚକିତ କରିଦେଲା। ସେ ଘୋଷଣା କଲେ ଯେ ସେ ନିଜେ ଅନଶନ କରିବେ, କିନ୍ତୁ ସେ ସ୍ପଷ୍ଟ କରିଦେଲେ ଯେ ଏହି ଅନଶନ ମାଲିକମାନଙ୍କ ଉପରେ ଚାପ ପକାଇବା ପାଇଁ ନୁହେଁ, ବରଂ ଏହା ହେଉଛି ଶ୍ରମିକମାନଙ୍କର ଭାଙ୍ଗି ଯାଉଥିବା ସଂକଳ୍ପକୁ ପୁଣିଥରେ ମଜବୁତ କରିବା ପାଇଁ। ହେଲେ ଏହାର ଏକ ପରୋକ୍ଷ ପ୍ରଭାବ ବି ଥିଲା। ଏହା ମିଲ୍ ମାଲିକମାନଙ୍କ ବିବେକ ଉପରେ ଏକ ପ୍ରଚଣ୍ଡ ନୈତିକ ଚାପ ସୃଷ୍ଟି କଲା। ତ ଶେଷରେ କ'ଣ ହେଲା? ଗାନ୍ଧୀଙ୍କ ଏହି ଅଭିନବ ପଦକ୍ଷେପର ଫଳ କ'ଣ ମିଳିଲା? ଅନଶନର ପ୍ରଭାବ ଯାଦୁ ଭଳି କାମ କଲା। ମାଲିକମାନେ 35% ମଜୁରୀ ବଢ଼ାଇବା ପାଇଁ ରାଜି ହୋଇଗଲେ। ଏହା ନା ଶ୍ରମିକଙ୍କର 50% ଦାବି ଥିଲା, ନା ମାଲିକଙ୍କର 20% ପ୍ରସ୍ତାବ। ଏହା ଥିଲା ମଝି ବାଟର ଏକ ସମ୍ମାନଜନକ ସମାଧାନ। ଏଥିରେ କେହି ହାରିଲେ ନାହିଁ, ବରଂ ଉଭୟ ପକ୍ଷର ସମ୍ମାନ ରହିଲା। ହେଲେ କାହାଣୀ ଏତିକିରେ ସରିନି। ଏହି ଘଟଣାର ମହତ୍ତ୍ୱ କେବଳ ଗୋଟେ ମଜୁରୀ ବୃଦ୍ଧି ଭିତରେ ସୀମିତ ନଥିଲା। ଅହମ୍ମଦାବାଦର ଏହି ସଂଘର୍ଷ ଏକ ଏମିତି ଉତ୍ତରାଧିକାର ଛାଡ଼ିଗଲା ଯାହା ଭବିଷ୍ୟତରେ ସାରା ଦୁନିଆରେ ପରିବର୍ତ୍ତନ ପାଇଁ ଏକ ନୂଆ ରାସ୍ତା ଦେଖେଇଲା। ଏହାର ତୁରନ୍ତ ଫଳସ୍ୱରୂପ ଅହମ୍ମଦାବାଦରେ ଟେକ୍ସଟାଇଲ ଲେବର ଆସୋସିଏସନର ସ୍ଥାପନା ହେଲା। ଗାନ୍ଧୀ ନିଜେ ଏହାକୁ ତାଙ୍କର ପ୍ରୟୋଗଶାଳା ବୋଲି କହୁଥିଲେ। କାହିଁକି? କାରଣ ଏଇଠି ସେ ଶ୍ରମିକ ଆଉ ମାଲିକଙ୍କ ସମ୍ପର୍କକୁ ନେଇ ନିଜର ନୂଆ ନୂଆ ବିଚାରକୁ ପରୀକ୍ଷା କରିପାରିବେ। ଆଉ ଏଇଟା ଭାରତର ରାଜନୀତି ପାଇଁ ଏକ ଗେମ୍ ଚେଞ୍ଜର ଥିଲା, କାରଣ ଏହା ପୂର୍ବରୁ ଆନ୍ଦୋଳନଗୁଡ଼ିକ ପ୍ରାୟତଃ ଶିକ୍ଷିତ ଏବଂ ଉଚ୍ଚ ବର୍ଗର ଲୋକଙ୍କ ମଧ୍ୟରେ ସୀମିତ ରହୁଥିଲା। କିନ୍ତୁ ଏହି ଆନ୍ଦୋଳନରେ କୃଷକ, ଶ୍ରମିକ, କାରିଗର, ସମାଜର ସବୁ ବର୍ଗର ଲୋକ ସାମିଲ ହେଲେ। ଆଉ ସବୁଠୁ ବଡ଼ କଥା ହେଲା, ଏହା ପ୍ରମାଣିତ କରିଦେଲା ଯେ ଅହିଂସା କେବଳ ଏକ ଆଦର୍ଶ ନୁହେଁ, ଏହାଦ୍ୱାରା ପ୍ରକୃତ ଆର୍ଥିକ ଲାଭ ମଧ୍ୟ ହାସଲ କରାଯାଇପାରେ। ଏବଂ ଏହି ଢାଞ୍ଚାର ପ୍ରଭାବ କେବଳ ଭାରତରେ ସୀମିତ ରହିଲାନି, ଏହାର ଢେଉ ପୂରା ଦୁନିଆରେ ପହଞ୍ଚିଲା। ବିନୋଭା ଭାବେଙ୍କ ଭଳି ନେତାମାନେ ଏହି ବିଚାରକୁ ଭାରତରେ ଆଗକୁ ନେଲେ। ଆଉ ଭାରତ ବାହାରେ ଏହା ସବୁଠୁ ବେଶି ପ୍ରଭାବିତ କଲା ଆମେରିକାର ଡକ୍ଟର ମାର୍ଟିନ୍ ଲୁଥର କିଙ୍ଗ ଜୁନିୟର ଏବଂ ତାଙ୍କର ଐତିହାସିକ ନାଗରିକ ଅଧିକାର ଆନ୍ଦୋଳନକୁ। ତ ଶେଷରେ ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଖରେ ପହଞ୍ଚୁଛେ। କ'ଣ ହୁଏ ଯେତେବେଳେ ଗୋଟେ ଲଢ଼େଇର ଉଦ୍ଦେଶ୍ୟ କେବଳ ଜିତିବା ନୁହେଁ, ବରଂ ସାମ୍ନାରେ ଥିବା ପ୍ରତିପକ୍ଷର ହୃଦୟ ପରିବର୍ତ୍ତନ କରିବା ହୋଇଥାଏ? ବୋଧହୁଏ ଏହି ପ୍ରଶ୍ନର ଉତ୍ତରରେ ହିଁ ଗାନ୍ଧୀଙ୍କର ସେହି ପ୍ରଥମ ଅନଶନର ପ୍ରକୃତ ବ୍ରିଟିଶ ସାମ୍ରାଜ୍ୟର ଇତିହାସରେ ଏମିତି ଏକ ଦିନ ଅଛି ଯାହା ଆଜି ବି ଲୋକଙ୍କ ମନରେ ଏକ କ୍ଷତ ହୋଇ ରହିଯାଇଛି। ଆଜି ଆମେ ସେହି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ପ୍ରଚଳିତ କାହାଣୀ ପଛରେ ଥିବା କିଛି ଲୁଚି ରହିଥିବା ସତକୁ ଖୋଜିବାକୁ ଚେଷ୍ଟା କରିବା। ଆମ ଭିତରୁ ବୋଧହୁଏ ଅନେକଙ୍କ ମନରେ ଜାଲିଆନାୱାଲା ବାଗ କଥା ଆସିଲେ ହି ରିଚର୍ଡ ଆଟେନବରୋଙ୍କ ଫିଲ୍ମ ଗାନ୍ଧୀର ସେହି ଦୃଶ୍ୟଟା ଆଖି ଆଗରେ ନାଚିଯାଏ, ନୁହେଁ କି? ସତରେ ସେହି ଦୃଶ୍ୟ ଆମ ମନରେ ଏକ ଗଭୀର ଛାପ ଛାଡ଼ିଛି ଆଉ ଆମର ବୁଝାମଣାକୁ ବହୁତ ପ୍ରଭାବିତ କରିଛି। କିନ୍ତୁ କଥା ହେଉଛି, ଆମେ ଯାହା ଦେଖିଛେ ବା ଶୁଣିଛେ ତାହା କ'ଣ ପୂରା ସତ? କ'ଣ ହେବ ଯଦି ସେହି ସରକାରୀ କାହାଣୀ ପଛରେ ଆହୁରି ଏକ ଭୟଙ୍କର ସତ ଲୁଚି ରହିଥାଏ? ଆସନ୍ତୁ ଏହାର ଟିକେ ଗଭୀରକୁ ଯାଇ ଦେଖିବା। ଏହି କଥାକୁ ଠିକ୍ ଭାବେ ବୁଝେବାକୁ ହେଲେ ଆମକୁ ଟିକେ ସମୟ ପଛକୁ ଫେରିବାକୁ ପଡ଼ିବ। କାରଣ 1919ର ସେହି କଳା ଦିନଟା ହଠାତ୍ ଗୋଟିଏ ରାତିରେ ତିଆରି ହୋଇନଥିଲା। ଏହାର ମୂଳ ବହୁତ ଆଗରୁ ପୋତା ସରିଥିଲା। ଏହାର ମୂଳ ରହିଛି 1857ର ସିପାହୀ ବିଦ୍ରୋହରେ। ସେହି ବିଦ୍ରୋହ ବ୍ରିଟିଶ ଶାସକଙ୍କ ମନରେ ଏମିତି ଏକ ଡର ବସେଇ ଦେଇଥିଲା, ପୁଣି ଥରେ ଏମିତି କିଛି ହେବାର ଡର। ଆଉ ସେଇ ଡରରୁ ହିଁ ଠିକ୍ 60 ବର୍ଷ ପରେ ଜନ୍ମ ନେଲା ରାଉଲାଟ୍ ଆକ୍ଟ ଭଳି ଗୋଟେ କଠୋର ଆଇନ। ତାହେଲେ ଏ ରାଉଲାଟ୍ ଆକ୍ଟ ଥିଲା କ'ଣ? ସିଧା କଥାରେ କହିଲେ ଏହା ଥିଲା ଏକ କଳା ଆଇନ। ଏମିତି ଏକ ଆଇନ ଯାହା ବ୍ରିଟିଶ ପୋଲିସକୁ ଅସୀମ କ୍ଷମତା ଦେଉଥିଲା। ସେମାନେ କେବଳ ସନ୍ଦେହ କରି ଯେକୌଣସି ଭାରତୀୟଙ୍କୁ ଉଠେଇ ନେଇ ବିନା କୌଣସି ବିଚାରରେ 2 ବର୍ଷ ଯାଏଁ ଜେଲରେ ପୂରେଇ ଦେଇପାରୁଥିଲେ। ସେତେବେଳେ ଲୋକମାନେ ଏହାକୁ ଗୋଟିଏ ଲାଇନରେ ବୁଝିଥିଲେ ଆଉ କହୁଥିଲେ, ନା ଦଲିଲ, ନା ଓକିଲ, ନା ଅପିଲ। ମାନେ
ଆପଣଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ଦରକାର ନାହିଁ, ନିଜ ପକ୍ଷ ରଖିବାକୁ ଓକିଲ ମିଳିବେନି, ଆଉ ଉପର କୋର୍ଟରେ ଆବେଦନ କରିବାର ତ ପ୍ରଶ୍ନ ହିଁ ଉଠୁନି। ଆଉ ଏହିଭଳି ଏକ ଦମନକାରୀ ଆଇନ ବିରୁଦ୍ଧରେ ସାରା ଦେଶରେ ତ ବିରୁଦ୍ଧର ନିଆଁ ଜଳିଲା, କିନ୍ତୁ ଏହାର ସବୁଠୁ ଭୟଙ୍କର ରୂପ ଦେଖିବାକୁ ମିଳିଲା ଅମୃତସରରେ। ତେବେ ଅମୃତସରରେ ଏମିତି କ'ଣ ଘଟୁଥିଲା ଯେ ପରିସ୍ଥିତି ଏତେ ବିଗିଡ଼ିଗଲା? ଗାନ୍ଧିଜୀଙ୍କ ଆହ୍ୱାନରେ ସାରା ଦେଶରେ ସତ୍ୟାଗ୍ରହ ଆରମ୍ଭ ହୋଇଯାଇଥିଲା। ଅମୃତସରରେ ସ୍ଥାନୀୟ ନେତା ଡକ୍ଟର ସତ୍ୟପାଲ ଆଉ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କ ନେତୃତ୍ୱରେ ବହୁତ ଶାନ୍ତିପୂର୍ଣ୍ଣ ହଡ଼ତାଳ ହେଉଥିଲା। ଆଉ ଏହି ଯେଉଁ ହିନ୍ଦୁ ମୁସଲିମ ଏକତା ଦେଖାଯାଉଥିଲା, ତାହା ହିଁ ବ୍ରିଟିଶ ସରକାରଙ୍କୁ ଡରେଇ ଦେଇଥିଲା। ତେଣୁ ସେମାନେ ଏପ୍ରିଲ 10 ତାରିଖ ଦିନ ଏହି 2 ଜଣ ନେତାଙ୍କୁ ଗିରଫ କରିନେଲେ। ଏପ୍ରିଲ 10 ଏହି ଦିନ ହିଁ ସବୁକିଛି ବଦଳିଗଲା। ଯେତେବେଳେ ଲୋକମାନେ ଶାନ୍ତିରେ ନିଜ ନେତାଙ୍କ ମୁକ୍ତି ପାଇଁ ଯାଉଥିଲେ, ସେମାନଙ୍କ ଉପରକୁ ଗୁଳିଚାଳନା କରାଗଲା। ଏହାପରେ ଉତ୍ତେଜନା ବଢ଼ିଗଲା, ଦଙ୍ଗା ଆରମ୍ଭ ହେଲା, ଆଉ ସେଥିରେ କିଛି ୟୁରୋପୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହେଲା। ବସ୍ ବ୍ରିଟିଶମାନଙ୍କର ସେ ପୁରୁଣା ଡର 1857ର ଡର ସତ ହେଲା ଭଳି ଲାଗିଲା। ଏବେ ଆସନ୍ତୁ ସେହି କଳା ଦିନକୁ, ଏପ୍ରିଲ 13, ଆଉ ସେଦିନର ମୁଖ୍ୟ ଚରିତ୍ର ବ୍ରିଗେଡିୟର ଜେନେରାଲ ରେଜିନାଲ୍ଡ ଡାୟରଙ୍କ ମନ ଭିତରକୁ ଯିବାକୁ ଚେଷ୍ଟା କରିବା। ଏପ୍ରିଲ 13 ବୈଶାଖୀ ପର୍ବର ଦିନ ଜାଲିଆନାୱାଲା ବାଗରେ ପ୍ରାୟ 20,000 ଲୋକ ଏକାଠି ହୋଇଥିଲେ। ଏମାନଙ୍କ ଭିତରେ ବହୁ ଲୋକ ଆଖପାଖ ଗାଁରୁ ପର୍ବ ପାଳିବାକୁ ଆସିଥିଲେ। ସେମାନଙ୍କୁ ସହରରେ ଲାଗୁ ହୋଇଥିବା କୌଣସି କଟକଣା ବିଷୟରେ ଧାରଣା ହିଁ ନଥିଲା। ସେମାନେ ସେଠି ଶାନ୍ତିରେ ବସିଥିଲେ। ଯେତେବେଳେ ଡାୟର ତାଙ୍କ ସୈନ୍ୟଙ୍କ ସହ ସେଠି ପହଞ୍ଚିଲେ, ତାଙ୍କ ମନରେ କ'ଣ ଥିଲା ସେ ନିଜେ ପରେ ତଦନ୍ତ କମିଟି ଆଗରେ କହିଥିଲେ, ଆଉ କଥାଟା ଶୁଣିଲା ଆଶ୍ଚର୍ଯ୍ୟ ଲାଗିବ। ସେ କହିଥିଲେ, ମୁଁ ସେଠିକି ଯିବା ଆଗରୁ ହିଁ ମନ ସ୍ଥିର କରି ସାରିଥିଲି ଯେ ଯଦି ସେମାନେ ସଭା ବନ୍ଦ ନ କରିବେ, ତେବେ ମୁଁ ସମସ୍ତଙ୍କୁ ଗୁଳି କରି ମାରିଦେବି। ଭାବିଲେ ତ ତାଙ୍କର ଉଦ୍ଦେଶ୍ୟ କେତେ ସ୍ପଷ୍ଟ ଥିଲା। ଆଉ ସେ ଠିକ୍ ସେଇଆ ହିଁ କଲେ। ମାତ୍ର 10 ମିନିଟ୍ ଭିତରେ ତାଙ୍କ ସୈନ୍ୟମାନେ 1650 ରାଉଣ୍ଡ ଗୁଳି ଚଲେଇଥିଲେ। ହଁ, 1650 ରାଉଣ୍ଡ। ଜାଣନ୍ତି, ତାଙ୍କୁ ଯେତେବେଳେ ପଚରାଗଲା ଯେ କ'ଣ ଲୋକଙ୍କୁ ବିନା ଗୁଳି ଚଲେଇ ଘଡ଼ୁଏ ହେଇନଥାନ୍ତା, ସେ କ'ଣ କହିଲେ ଶୁଣନ୍ତୁ। ସେ କହିଲେ, ହଁ, ହେଇପାରିଥାନ୍ତା, କିନ୍ତୁ ମୁଁ ଯଦି ସେମିତି କରିଥାନ୍ତି, ତେବେ ମୁଁ ନିଜକୁ ଗୋଟେ ମୂର୍ଖ ବୋଲି ଭାବିଥାନ୍ତି। ମାନେ ତାଙ୍କ ପାଇଁ ଲୋକଙ୍କ ଜୀବନଠୁ ବଡ଼ ଥିଲା ନିଜର ଇଗୋ, ନିଜକୁ ଦୁର୍ବଳ ନ ଦେଖେଇବା। ସେ ସଫା ସଫା କହିଥିଲେ, ମୁଁ ସେମାନଙ୍କୁ ଦଣ୍ଡ ଦେବାକୁ ଯାଇଥିଲି। ମୋର ଉଦ୍ଦେଶ୍ୟ ଥିଲା ଏକ ବଡ଼ ଧରଣର ପ୍ରଭାବ ପକାଇବା, ଯେମିତି ଲୋକେ ଡରିବେ। ତେଣୁ ଏହା କୌଣସି ଦୁର୍ଘଟଣା ନଥିଲା, ଏହା ଥିଲା ଆତଙ୍କ ସୃଷ୍ଟି କରିବାର ଏକ ସୁଚିନ୍ତିତ ଯୋଜନା। ଏତେ ବଡ଼ ନରସଂହାର ପରେ କ'ଣ ହେଲା? କ'ଣ ପୀଡ଼ିତମାନଙ୍କୁ ନ୍ୟାୟ ମିଳିଲା? ନା, ବରଂ ନ୍ୟାୟର ରାସ୍ତାକୁ କିଭଳି ବନ୍ଦ କରିଦିଆଗଲା, ଚାଲନ୍ତୁ ଦେଖିବା। ଦେଖନ୍ତୁ, ବ୍ରିଟିଶ ସରକାର କେମିତି ଗୋଟେ ଖେଳ ଖେଳିଲେ। ଗୋଟେ ପଟେ ଲୋକଦେଖାଣିଆ ଭାବେ ତଦନ୍ତ ପାଇଁ ହଣ୍ଟର କମିଟି ବସେଇଲେ, ଆଉ ଅନ୍ୟପଟେ ଚୁପଚାପ ଆଉ ଗୋଟେ ଆଇନ ଆଣିଲେ, ଯାହାର ନାଁ ଥିଲା ଇଣ୍ଡେମ୍ନିଟି ଆକ୍ଟ। ଏହାର କାମ ଥିଲା ଡାୟର ଭଳି ସବୁ ଅଫିସରମାନଙ୍କୁ ଆଇନରୁ ସୁରକ୍ଷା ଦେବା। ଏହାର ସିଧା ଅର୍ଥ ହେଲା, ହଣ୍ଟର କମିଟି ତା ରିପୋର୍ଟରେ ଯାହା ବି ଲେଖୁ, ଡାୟର କିମ୍ବା ତା ସୈନ୍ୟଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। ମାନେ ତଦନ୍ତ ଆରମ୍ଭ ହେବା ଆଗରୁ ହିଁ ଫଳାଫଳ ସ୍ଥିର ହୋଇସାରିଥିଲା। ପୁରା ତଦନ୍ତଟା ହିଁ ଥିଲା ଗୋଟେ ନାଟକ। ଆଉ ଏହି ଘଟଣାର ସବୁଠୁ ଦୁଃଖଦାୟକ କଥା କ'ଣ ଜାଣନ୍ତି? ମୃତକଙ୍କ ସଂଖ୍ୟାକୁ ନେଇ ଯେଉଁ ବିବାଦ ରହିଛି, ଆଜି ବି ସଠିକ୍ ସଂଖ୍ୟା କେହି ଜାଣନ୍ତିନି। ଦେଖନ୍ତୁ ତଫାତ୍ କେତେ। ବ୍ରିଟିଶ ସରକାର କହିଲା ମାତ୍ର 379 ଜଣ ମରିଛନ୍ତି। ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସର ନିଜ ତଦନ୍ତ କହିଲା ଯେ ସଂଖ୍ୟା ପ୍ରାୟ 1000 ପାଖାପାଖି। କିଛି ଐତିହାସିକ ବି କୁହନ୍ତି 500ରୁ 600 ହେବ। ଏତେ ବଡ଼ ଫରକ କାହିଁକି? କାରଣ ସତକୁ ଲୁଚାଇବା ପାଇଁ ଚେଷ୍ଟା କରାଯାଇଥିଲା। ପାର୍ଟିସନ ମ୍ୟୁଜିୟମର ଅଧ୍ୟକ୍ଷା କିଶୋର ଦେଶାଇ ଗୋଟେ ବହୁତ ଗଭୀର କଥା କହିଛନ୍ତି। ସେ କୁହନ୍ତି, ଯେଉଁ ୟୁରୋପୀୟମାନେ ଦଙ୍ଗାରେ ମରିଥିଲେ, ସେମାନଙ୍କର ସମସ୍ତଙ୍କର ନାଁ ରେକର୍ଡରେ ଅଛି, କିନ୍ତୁ ଭାରତୀୟମାନେ, ସେମାନେ ଥିଲେ କେବଳ ଗୋଟେ ସଂଖ୍ୟା। ଏଥିରୁ ହିଁ ସେତେବେଳର ମାନସିକତା ସ୍ପଷ୍ଟ ହୋଇଯାଏ। କିନ୍ତୁ ସେହି ସଂଖ୍ୟା ଭିତରେ ଥିଲେ ରାମ ଲାଭୁଙ୍କ ଭଳି ଜୀବନ୍ତ ମଣିଷ, ମାତ୍ର 17 ବର୍ଷର ପିଲା। ତାଙ୍କ ଦାଦା ଯେତେବେଳେ ତାଙ୍କର ଶବ ପାଇଲେ, ତାଙ୍କ ଖୋପୁରି ଭାଙ୍ଗିଯାଇଥିଲା ଆଉ ପୁରା ଦେହଟା ଗୁଳିରେ ଛିଦ୍ର ହୋଇଯାଇଥିଲା। ଗୋଟେ ଗୁଳି ନାକ ତଳେ, ଆଉ ଗୋଟେ ବେକରେ, 3ଟା ଜଙ୍ଘରେ ଆଉ 2ଟା ମୁଣ୍ଡରେ। ପ୍ରତିଟି ସଂଖ୍ୟା ପଛରେ ଏମିତି ହିଁ ଗୋଟେ ଗୋଟେ କାହାଣୀ ଲୁଚି ରହିଛି। ତେବେ ଶେଷରେ ଏହି କାହାଣୀ ଆମ ପାଇଁ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଉଛି
ଯେତେବେଳେ ଇତିହାସକୁ ଶକ୍ତିଶାଳୀ ଲୋକମାନେ ଲେଖନ୍ତି ସେତେବେଳେ ଯେଉଁମାନେ ନିଜ ଜୀବନ ହରାଇଲେ ସେମାନଙ୍କୁ କେବଳ ଏକ ସଂଖ୍ୟା ନୁହେଁ ବରଂ ଜଣେ ଜଣେ ମଣିଷ ଭାବରେ ମନେ ରଖିବାର ଦାୟିତ୍ୱ କାହାର